महावदान्याय कृष्णप्रेम प्रदायते कृष्णाय कृष्णचैतन्य नाम्ने गौरतिषे नमः। नित्यानन्द नमस्तुभ्यं प्रेमानन्द प्रदायिने कलौ कल्मषनाशाय जन्नवापतये नमः। वंशाकल्पतरोर्वश्य कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभो नित्यानंद श्री अद्वैत गदाधर श्रीवासादि गौरभक्तवृंद। हरे कृष्णा 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 हरे 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 राम 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 हरे हरे। समस्त में पचे पचे उच्चारण करन्तु। ओम नमो भगवते वासुदेवाय ओम नमो भगवते भगवते वासुदेवाय। वासुदेवाय। ओम नमो भगवते वासुदेवाय ओम ओम नमो भगवते वासुदेवाय। वासुदेवाय। ओम नमो भगवते वासुदेवाय। ओम ओम नमो नमो भगवते 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 वासुदेवाय। वासुदेवाय। भगवते वासुदेवाय। हरे कृष्ण। समस्तଙ୍କୁ पुनः धन्यवाद। आज पवित्र बराह द्वादशी धरित्री मां को भगवान हिरण्यक्षर कबଳରୁ मुक्त କରିଥିଲେ। ଗୋଟେ ଉପମା ଦିଆଯାଏ କି ଆମର ଧରିତ୍ରୀ ମାଙ୍କୁ ହିରଣ୍ୟକ୍ଷ କଣ କରିଥିଲେ, गर्भोदक सागर रे पतित କରାଯାଇଥିଲେ। ତ ଆମର ହୃଦୟ ମଧ୍ୟ ସେଇଭଳି ପତିତ ହେଇକି ଅଛି। ତେଣୁ ଭଗବାନ ଯେମିତି ଧରିତ୍ରୀ ମାଙ୍କୁ ଉଦ୍ଧାର କରିଥିଲେ ବରାହ ଅବତାରରେ, ସେମିତି ଆମେ ଭଗବାନ ଶ୍ରୀ ବରାହଦେବଙ୍କର ପାଖରେ ପ୍ରାର୍ଥନା କରିବା ଦରକାର कि ଆମକୁ ଆମର ଚେତନାକୁ ପୁନଃ ଭଗବାନଙ୍କର କୃଷ୍ଣ ପ୍ରେମରେ ସ୍ଥାପିତ କରାନ୍ତୁ। ତ ୟା ପରେ କାଲି ପବିତ୍ର नित्यानंद त्रयोदशी भगवान नित्यानंदଙ୍କର आविर्भाव तिथि। ତ ତା ପାଇଁ ଆମକୁ ତ ନିତ୍ୟାନନ୍ଦ ତ୍ରୟୋଦଶୀରେ ଆମକୁ କିଭଳି ଭାବରେ ଆମର କୃଷ୍ଣ ଭାବନାମୃତ ଯୋଉ ଆମର ଆମେ ଆରମ୍ଭ କରିଛେ, ତାକୁ କେମିତି ଆମେ ସୁନ୍ଦର ଭାବରେ ଆଉ ସୁଦୃଢ ଭାବରେ ସଂଗଠିତ କରିକି ନେଇକି ଯିବା, ତ ତା ପାଇଁ ଗୋଟେ ପ୍ରତିଶ୍ରୁତି ପ୍ରତିବद्धତାର ଦିନ। ଆଉ ଯେତେବେଳେ ଯାହାର ଜନ୍ମଦିନ ଥାଏ ସେ ଅଧିକ ଦୟାବାନ ହୁଅନ୍ତି। ଆଉ ଚେତନ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ଏମାନେ ତ ଦୟାର ମୂର୍ତ୍ତିମନ୍ତ ପ୍ରତୀକ। ତେଣୁ ତାଙ୍କର ଚରଣ କମଳରେ ଆମକୁ ପ୍ରାର୍ଥନା କରିବାର ଅଛି। ବ୍ୟକ୍ତିଗତ ଭାବରେ ନିତ୍ୟାନନ୍ଦଙ୍କର ଚରିତ୍ର କହିବାର ମୋର କୌଣସି ଅଧିକାର ନାହିଁ, କିନ୍ତୁ ନିତ୍ୟାନନ୍ଦଙ୍କର କୃପା ପାଇବାର ମୋର ପୂର୍ଣ୍ଣ ଅଧିକାର ଅଛି। କାହିଁକି ନା ଆମେ ଶୁଣୁଛେ ନିତ୍ୟାନନ୍ଦ ପ୍ରଭୁ ହେଲେ ପତିତ ପାବନ, ଆଉ ଆମେ ନିଶ୍ଚୟ ପତିତ। ତେଣୁ ଏଇଟା ଗୋଟେ ଭଲ ଯୋଡି ହେଇପାରିବ। ତେଣୁ ଆସନ୍ତୁ ଆମେ ସମସ୍ତେ ପ୍ରଭୁପାଦଙ୍କ ଚରଣ କମଳରେ, ସମସ୍ତ ଗୁରୁ ଆଚାର୍ଯ୍ୟ ବର୍ଗଙ୍କ ଚରଣ କମଳରେ ପ୍ରାର୍ଥନା କରିବା ତାକି ନିତ୍ୟାନନ୍ଦ ପ୍ରଭୁଙ୍କର କୃପାକୁ ଆମେ ଧାରଣ କରିପାରୁ। ତ ଏଇ ମନୋଭାବ ନେଇକି ନିଜର ଶୁଦ୍ଧିକରଣ ପାଇଁ ଆମେ ଭଗବାନ ଶ୍ରୀ ନିତ୍ୟାନନ୍ଦ ପ୍ରଭୁଙ୍କର ଚରିତ୍ର, ଯାହା ମୁଁ ପୂର୍ଣ୍ଣ ରୂପେ ଚେତନ ଚୈତାମୃତ ପଢିନି, କିନ୍ତୁ ଯାହା ମୁଁ ଆଚାର୍ଯ୍ୟ ମାନଙ୍କ ଠାରୁ ଶ୍ରବଣ କରିଛି, ଜିନିଷକୁ ମୁଁ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା କରିବି, ଯାହାଦ୍ୱାରା ମୋ ହୃଦୟରେ ଶୁଦ୍ଧିକରଣ ହବ ଏବଂ ନିତ୍ୟାନନ୍ଦ ପ୍ରଭୁଙ୍କର କୃପାକୁ ପ୍ରାପ୍ତ କରିବା ପାଇଁ ମୋର ଇଚ୍ଛା ପୂରଣ ହବ। ହରେ କୃଷ୍ଣ।
हरे कृष्ण। तो समस्ते आज किसी ମୁଁ ପ୍ରଶ୍ନ ପଚାରିବିନି କାହାକୁ, ସମସ୍ତେ ଭିଡିଓ ଅନ୍ କରିକି ଶ୍ରବଣ କଲେ ଭଲ। ତ ତାକେ ମନ ବି ରହି ମନ ଲାଗିବ, ନଚେତ ପୁଣି ଆମେ କୁଆଡେ କୁଆଡେ ପଳେଇବ। କୁହାଯାଏ ଅତି ଦୁର୍ଲଭ ମଣିଷ ଜନ୍ମ ଆମେ ପ୍ରାପ୍ତ ହେଇଛେ। ତ ଏଇ ଦୁର୍ଲଭ ମଣିଷ ଜନ୍ମ ଆମେ ଶୁଣିଛେ ବ୍ରହ୍ମାଜୀ କେମିତି ନା 84 ଲକ୍ଷ ପ୍ରକାରର ଜୀବଜନି ସଂସାରରେ ସୃଷ୍ଟି କରିଛନ୍ତି, ଆଉ ତା ଭିତରୁ ମନୁଷ୍ୟ ବହୁତ କମ, ଗୋଟେ 4 ଲକ୍ଷ। ତ ୟା ଭିତରେ ଆମେ ୟା ଭିତରେ ଆମେ ଯେତେବେଳେ ଆଧ୍ୟାତ୍ମିକ ପ୍ରଗତି ଆଡକୁ ଯିବା ପାଇଁ ଚାହାନ୍ତି, ତ ଆମର ଭିନ୍ନ ଭିନ୍ନ ଜିନିଷରେ ଶ୍ରଦ୍ଧା ଆସିକି ପହଞ୍ଚେ। କେତେ ଲୋକଙ୍କର ଦେବତା ପୂଜାରେ ଶ୍ରଦ୍ଧା ଥାଏ, କେତେ ଲୋକଙ୍କର ଭୂତ ପ୍ରେତ ପିଶାଚ ତାଙ୍କ ଉପରେ ଶ୍ରଦ୍ଧା ଥାଏ, କେତେ ଲୋକଙ୍କର ନାସ୍ତିକବାଦ ଉପରେ ଶ୍ରଦ୍ଧା ଥାଏ, ଆଉ ସେମାନେ ଭାବନ୍ତି କି ଏଇଟା ହିଁ ସର୍ବୋଚ୍ଚ ସିଦ୍ଧି। ତ ଆଜିର ଆଧ୍ୟାତ୍ମିକ ପ୍ରଗତିରେ ଆମେ ଦେଖିଲା ବେଳେ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ ସଂସ୍ଥା ଆମକୁ ଭଗବାନଙ୍କର ଆଡକୁ ନେବା ପାଇଁ ପ୍ରତିଶ୍ରୁତି ଦଉଛନ୍ତି। ଭିନ୍ନ ଭିନ୍ନ କଥା, ଭିନ୍ନ ଭିନ୍ନ ପ୍ରକାରର ଲାଳସା ଦେଇକି ଆମକୁ ନବା ପାଇଁ ଚାହାନ୍ତି। କିନ୍ତୁ ଆମେ କାଲି ବି ଶ୍ରବଣ କରୁଥିଲେ କି ଗୁରୁ ତତ୍ଵ ମାଧ୍ୟମରେ ଆମେ ଯେତେବେଳେ ଗୁରୁ ପରମ୍ପରାରେ ଆସୁଥିବା ପ୍ରାମାଣିକ ଆଚାର୍ଯ୍ୟଙ୍କ ଆନୁଗତ୍ୟରେ ରହିକି ଶାସ୍ତ୍ରକୁ ପ୍ରସ୍ତୁତ କରନ୍ତି ବ୍ୟବହାରିକ ଢଙ୍ଗରେ ଏବଂ ଦାର୍ଶନିକ ଢଙ୍ଗରେ ପ୍ରସ୍ତୁତ କରନ୍ତି, ସେତେବେଳେ ଆମେ ଭଗବାନଙ୍କ ଆଡକୁ ଅଗ୍ରସର ହୁଅନ୍ତି। ଦେବୀ ଦେବତାଙ୍କ ପୂଜା ପରେ ଆମେ ଭଗବାନ ବିଷ୍ଣୁଙ୍କୁ ପ୍ରାପ୍ତ କରିବା ପାଇଁ ଚେଷ୍ଟା କରନ୍ତି। ଭାଗବତମରେ ବର୍ଣ୍ଣନା କରାଯାଏ କଥମ ବିଷ୍ଣୁ ପଦମ ପ୍ରାପ୍ତମ ଦୁର୍ଲଭମ ଅତି ଦୁର୍ଲଭମ। ଅର୍ଥାତ ଅତି ଦୁର୍ଲଭ ମଣିଷ ଜନ୍ମ ଅଛି, ତା ଭିତରେ ସୁଦୁର୍ଲଭ କଣ, ଏ ଭଗବାନ କୃଷ୍ଣଙ୍କର ଭକ୍ତି କରିବା। ଆଉ ସବୁଠୁ ଭକ୍ତି ବୈକୁଣ୍ଠ ପ୍ରିୟ ଦର୍ଶନ, ଅର୍ଥାତ ସାଧୁ ସଙ୍ଗ କରିବା ତାଠୁ ଅତି ଦୁର୍ଲଭ। ତ ଏତେ ରେୟାରେଷ୍ଟ ଅଫ ଦ ରେୟାରେଷ୍ଟ ଅଫ ଦ ରେୟାରେଷ୍ଟ, ତା ଭିତରେ ଆମକୁ ଭଗବାନଙ୍କର ଭକ୍ତ ହେଇକି ପହଞ୍ଚିବାର ଅଛି। ଭଗବାନ ବିଷ୍ଣୁଙ୍କର ନାମ ରୂପ ଗୁଣ ଲୀଳା, ତ ୟାର ଜ୍ଞାନ ମଧ୍ୟ ବହୁତ ବିରଳ ଥାଏ। ତ ୟା ପରେ ଆମେ ଶୁଣିଛେ କେବେ କି ବ୍ରଜ ଧାମ ଅଛନ୍ତି, ବୃନ୍ଦାବନ ଧାମ, ଗୋଲ ବୃନ୍ଦାବନ ଅଛନ୍ତି, ଯୋଉଠାରୁ ଭଗବାନ କୃଷ୍ଣ ବ୍ରହ୍ମ ବିମୋହନ ଲୀଳାରେ ପ୍ରଦର୍ଶନ କରନ୍ତି କି କୋଟି କୋଟି ବିଷ୍ଣୁ ମୂର୍ତ୍ତି ଭଗବାନଙ୍କର ଶରୀରରୁ ଦିବ୍ୟ ଶରୀରରୁ ଆସନ୍ତି। ତେଣୁ ଏମିତି ବି ଆମେ କହିବା କି ଜୟ ବିଜୟ ଯିଏ ବୈକୁଣ୍ଠର ଦ୍ୱାରପାଳ, ତାଙ୍କୁ ମଧ୍ୟ ଏ ବୃନ୍ଦାବନ ଧାମର ମହାନତା ବିଷୟରେ ଜଣା ନାହିଁ। ବୃନ୍ଦାବନ ଧାମରେ ଯେମିତି ଆମେ ଏଇ ଜଗତରେ କେହି ଜଣେ ଭଲ ଗୀତ ଗାଇଲେ ଆମେ କଣ କହୁଛେ, ପୁରା ଗନ୍ଧର୍ବ ଲୋକରୁ ଆସିଛନ୍ତି। ଆମେ ଗନ୍ଧର୍ବଙ୍କୁ ଦେଖିନେ, ସେମିତି କୋଟି କୋଟି ଗନ୍ଧର୍ବଙ୍କୁ ମଧ୍ୟ ବୈକୁଣ୍ଠରେ ଏଣ୍ଟ୍ରି ନାହିଁ, ସେମିତି କୋଟି କୋଟି ବୈକୁଣ୍ଠ ବାସୀ ମାନଙ୍କୁ ମଧ୍ୟ ବୃନ୍ଦାବନରେ ଏଣ୍ଟ୍ରି ନାହିଁ। ଅର୍ଥାତ୍ ସେମାନଙ୍କୁ ସେତିକି ଆଧ୍ୟାତ୍ମିକ ସ୍ତରରେ ସେତିକି ରସ ପ୍ରାପ୍ତ ହବାର ଅଛି। ବୃନ୍ଦାବନ ଧାମ ବାସ୍ତବରେ ଅନିର୍ବାଚନୀୟ, ଅପରୁଷୀୟ, ତାହାକୁ ଆମେ କଳନା ବି କରିପାରିବାନି କି ଆମର ସାମର୍ଥ୍ୟର ବୁଝିବାର ସାମର୍ଥ୍ୟ ବାହାରେ। ଆଉ ସେଇ ବୃନ୍ଦାବନ ଧାମର ଅନିର୍ବାଚନୀୟ ପ୍ରେମ ସମ୍ପତ୍ତିକୁ ଭଗବାନ ଚୈତନ୍ୟ ମହାପ୍ରଭୁ ଆମ ଭଳି ପତିତ ବୋଧ ଜୀବଙ୍କୁ ଦଉଛନ୍ତି। ଓଡିଆରେ କହନ୍ତି ନା, ମାଙ୍କଡ ହାତରେ ଶାଳ ଗ୍ରାମ। ତ କିନ୍ତୁ ଆମର ଆଶା, ଆମର ସାମର୍ଥ୍ୟ ନାହିଁ, କିନ୍ତୁ ଚୈତନ୍ୟ ମହାପ୍ରଭୁଙ୍କର ଆମ ଉପରେ ପୂର୍ଣ୍ଣ, କାରଣ ସେ ପତିତ ପାବନ, ତେଣୁ ତାଙ୍କର ଆମ ଉପରେ ପୂର୍ଣ୍ଣ ଭରସା ଅଛି କି କଳିଯୁଗର ଲୋକ ହିସାବରେ ନିଶ୍ଚୟ ପତିତ ହେଇଥିବ। ତ ଭଗବାନ ଯେତେବେଳେ ସଂସାରକୁ ଆସନ୍ତି, ବହୁତ ବଡ ବିଚିତ୍ର। କାଲି ମୁଁ ସେସନ ଦେଲା ବେଳେ ଭାବୁଥିଲି, ଗୋଟେ ସୁନ୍ଦର ବୈଷ୍ଣବ ଭଜନ ମୋ ମନକୁ ଆସିଥିଲା, କିନ୍ତୁ ପୂର୍ଣ୍ଣ ରୂପେ ମାନେ ମନେ ପକେଇ ପାରିଲିନି କି ମାଧବ ତୁଆ ଜଗତ ବଡ ବିଚିତ୍ର। ତ ଭଗବାନ ଏ ସଂସାରକୁ ଆସିବା ବଡ ବିଚିତ୍ରମୟ, କାହିଁକି ନା ଆମେ ଯେତେବେଳେ ସଂସାରକୁ ଆସନ୍ତି, ସେତେବେଳେ ଆମର କର୍ମର ବନ୍ଧନରେ ହିଁ ଆସନ୍ତି। କର୍ମଣା ଦୈବ ନେତ୍ରେଣ ଜନ୍ତୁ ଦେହ ଉପପତ୍ୟତେ। ତେଣୁ କର୍ମର ବନ୍ଧନରେ ପୂର୍ବ କର୍ମର ପ୍ରତିକ୍ରିୟା ସ୍ୱରୂପ ଆମକୁ ଏଇ ଜନ୍ମରେ ଆସିବାକୁ ପଡେ। କିନ୍ତୁ ଭଗବାନଙ୍କର ଏଇ ସଂସାରକୁ ଆସିବାର କୌଣସି ଆବଶ୍ୟକତା ହିଁ ନାହିଁ। କାହିଁକି ତାଙ୍କର କୌଣସି ଆବଶ୍ୟକତା କାହିଁକି ନାହିଁ, କାରଣ ସବୁ କିଛିକୁ ଭଗବାନ ନିଜର ଶକ୍ତି ମାଧ୍ୟମରେ ମେଣ୍ଟେନ କରିକି ରଖନ୍ତି। ନ ତସ୍ୟ କାର୍ଯ୍ୟଂ କାରଣଂ ନ ବିଦ୍ୟତେ ସ୍ୱାଭାବିକି ଜ୍ଞାନ ବଲ କ୍ରିୟାଚ। ଭଗବାନ ନିଜର ସ୍ୱାଭାବିକ ଜ୍ଞାନ ଆଉ ବଳ ଅର୍ଥାତ ଶକ୍ତି ମାଧ୍ୟମରେ ସବୁ କିଛିକୁ ସଞ୍ଚାରିତ କରିକି ରଖନ୍ତି।
ଭଗବାନଙ୍କର କୌଣସି କର୍ମର ପ୍ରତିକ୍ରିୟା ନାହିଁ କି ବାଧ୍ୟ କରିବ କେହି ଭଗବାନଙ୍କ ଉପରେ ସୁପିରିୟର ଅଥରିଟି ବି ନାହିଁ କି ବାଧ୍ୟ କରିବ କି ଭୌତିକ ଧାମକୁ ଆସିବା ପାଇଁ କୌଣସି ଓବ୍ଲିଗେସନ ନାହିଁ କି ରେସ୍ପନ୍ସିବିଲିଟି ବି ନାହିଁ। ଭଗବାନ ସ୍ୱଚ୍ଛନ୍ଦ ଭାବରେ ବିହାର କରନ୍ତି। କିନ୍ତୁ ଭଗବାନ ଯେତେବେଳେ ଆସନ୍ତି କୋଉ ଉଦ୍ଦେଶ୍ୟରେ ଆସନ୍ତି ଆମେ ଶୁଣିଛେ ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ। ବିଶେଷ କରିକି ତିନିଟା ପର୍ପସ ଅସୁର ମାନଙ୍କୁ ବିନାଶ କରିବା ପାଇଁ, ସାଧୁ ମାନଙ୍କୁ ପ୍ରତିପାଳନ କରିବା ପାଇଁ ଆଉ ଧର୍ମର ସୁରକ୍ଷା କରିବା ପାଇଁ। କିନ୍ତୁ ଜଣେ ପ୍ରଶ୍ନ କରିପାରିବ କି ଯେମିତି କହିପାରିବେ କି ଭଗବାନ ଯେତେବେଳେ ଦେଖିଲେ ଏ ସଂସାରରେ ଆସୁରିକ ଲୋକମାନେ ଅଧିକ କଣ ବର୍ଡନ ହେଇକି ଅଛନ୍ତି, ଭାରଗ୍ରସ୍ତ ହଉଛି ଧରା, ସେତେବେଳେ ଭଗବାନ ଆସିଛନ୍ତି। କିନ୍ତୁ ଜଣେ କହିବ ଠିକ ଅଛି ଏଇ ଧରାକୁ ଉଦ୍ଧାର କରିବା ପାଇଁ ଭଗବାନଙ୍କର ହରିନାମ ତ କାଫି। ଆମେ ଶୁଣିଛେ ଅଗ୍ରେ କୃଣାମ ଯଥା ପାଣ୍ଡବ ନାମ ଗୋବିନ୍ଦ ନାମ ସୂତ୍ରରେ ଆମେ ଶ୍ରବଣ କରନ୍ତି। ପ୍ରହ୍ଲାଦ ହୁଅନ୍ତୁ, ଦ୍ରୌପଦୀ ହୁଅନ୍ତୁ, କେହି ବି ଭଗବାନଙ୍କର ଭକ୍ତ ଯେତେବେଳେ କୌଣସି ବିପଦରେ ପଡେ ତ ସେ ଭଗବାନଙ୍କର ନାମକୁ ଗ୍ରହଣ କରନ୍ତି। ତ ଭଗବାନ ନାମର ଅବତାରରେ ଆସିକି ତାଙ୍କୁ ଉଦ୍ଧାର କରନ୍ତି। ତେଣୁ ଭଗବାନଙ୍କୁ ଆସିବାର କୌଣସି ଆବଶ୍ୟକତା ନାହିଁ। ଯଦି କେହି କହିବ ଧର୍ମର ସୁରକ୍ଷା ପାଇଁ ଅଧର୍ମକୁ ଯୋଉମାନେ ନଷ୍ଟ କରୁଛନ୍ତି ତ ତାଙ୍କୁ ପ୍ରକୃତି ବି ତାଙ୍କୁ ଦଣ୍ଡ ଦେଇପାରିବ। ଏବେ ଲୋକଙ୍କର ହାର୍ଟ ଆଟାକ୍ ହେଇଯାଉଛି, ଲୋକ କୋରୋନାରେ ମରି ଯାଉଛନ୍ତି। ତ ଯୋଉମାନଙ୍କର ଅଧର୍ମର ପ୍ରବୃତ୍ତି ଅଛି ସେମାନେ ଧୀରେ ଧୀରେ ସମୟର ଚକ୍ରରେ ନଷ୍ଟ ହେଇଯିବେ। ତ ଭଗବାନଙ୍କୁ ଆସିବାର ଆବଶ୍ୟକତା କଣ ଅଛି? ଧର୍ମକୁ ସ୍ଥାପନ କରିବା ପାଇଁ ସାଧୁ ଗୁରୁ ଆଚାର୍ଯ୍ୟ ମାନେ ତ ବାରମ୍ବାର ଆସୁଛନ୍ତି। ଶାସ୍ତ୍ରରେ କୁହାଯାଏ ଜନସ୍ୟ କୃଷ୍ଣାତ୍ ବିମୁଖସ୍ୟ ଦେବାତ୍ ଅଧର୍ମଶୀଳସ୍ୟ ସୁଦୁଃଖିତସ୍ୟ। ଏଇଭଳିଆ ସୁଦୁଃଖିତ ବିଶେଷ ରୂପରେ ଯୋଉମାନେ ଦୁଃଖ ପ୍ରାପ୍ତ କରନ୍ତି ଏ ଭୌତିକ ସଂସାର ଭିତରେ ଅଧର୍ମର ବଶବର୍ତ୍ତୀ ହେଇକି, ତ ସେମାନଙ୍କୁ ମୁକ୍ତିର ରାସ୍ତା ପ୍ରଦାନ କରିବା ପାଇଁ ସାଧୁମାନେ ବିଚରଣ କରନ୍ତି। ନିଃସ୍ୱାର୍ଥପର ଭାବରେ ସାଧୁମାନେ ବିଚରଣ କରନ୍ତି। ତ ସେମାନଙ୍କର ଏଇ ଭୌତିକ ଜଗତରେ ହସ୍ତକ୍ଷେପ ମାଧ୍ୟମରେ ବିଶ୍ୱ ସୁଖାୟତେ, ସାରା ସଂସାର ସବୁ କିଛି ସୁଖର ଇଏରେ ବ୍ୟାପ୍ତ ହେଇଥାଏ। ତେଣୁ ଭଗବାନ କାହିଁକି ଆସନ୍ତି? ଭାଗବତମରେ ବର୍ଣ୍ଣନା କରାଯାଇଛି ଅନୁଗ୍ରହାୟ ଭକ୍ତାନାଂ ମାନୁଷଂ ଦେହମାଶ୍ରିତଃ ଭଜନ୍ତେ ତାଦୃଶୀଂ କ୍ରୀଡା ୟା ଶ୍ରୁତ୍ୱା ତତ୍ପରୋ ଭବେତ୍। ଭଗବାନ କଣ କହନ୍ତି? ଅନୁଗ୍ରହାୟ ଭକ୍ତାନାଂ। ବେଷ୍ଟ ଜବ ଭଗବାନଙ୍କର ଏଇଟା। ଭଗବାନ କଣ କରିବା ପାଇଁ ଚାହାନ୍ତି? ଭକ୍ତ ମାନଙ୍କୁ ଅନୁଗ୍ରହ ପ୍ରଦାନ କରିବା ପାଇଁ ଭଗବାନ ଆସନ୍ତି। ତେଣୁ ଆମେ ଯେତେବେଳେ ଭକ୍ତି କରୁଛେ ଆମର ଏଇ ପ୍ରକୃଷ୍ଟ ଆଶା ରହିବ କି ଆମେ ଭଗବାନଙ୍କର ଅନୁଗ୍ରହକୁ ପ୍ରାପ୍ତ ହବା। ଭାଗବତମରେ ନୃସିଂହ ଦେବଙ୍କର ଲୀଳାରେ ନୃସିଂହ ଦେବଙ୍କୁ ଆବିର୍ଭାବର କାରଣ କୁହାଯାଇଛି। ସତ୍ୟଂ ବିଧାତୁଂ ନିଜ ଭୃତ୍ୟ ଭାଷିତଂ ବ୍ୟାପ୍ତିଂ ଚ ଭୂତେଷୁ ଅଖିଲେଷୁ ଚାତ୍ମନଃ। ତ ସତ୍ୟଂ ବିଧାତୁଂ ନିଜ ଭୃତ୍ୟ ଭାଷିତଂ। ପ୍ରହ୍ଲାଦ ମହାରାଜଙ୍କର କଥାକୁ ସତ୍ୟ କରିବା ପାଇଁ ଭଗବାନ ଆଜି ଆବିର୍ଭାବ ହଉଛନ୍ତି। ହିରଣ୍ୟକଶ୍ୟପ କୁ ଯୋଉ ବର ମିଳିଥିଲା ତାକୁ ସତ୍ୟ କରିବା ପାଇଁ ଭଗବାନ ଆବିର୍ଭାବ ହଉଛନ୍ତି। ନାରଦ ମୁନି ଯୋଉ କଥା କହିଥିଲେ ତାକୁ ସତ୍ୟ କରିବା ପାଇଁ ଭଗବାନ ଆବିର୍ଭାବ ହଉଛନ୍ତି। କିନ୍ତୁ ଭଗବାନ ତ କେମିତି ବି ଆସିପାରିବେ? ଭଗବାନ ଆଜି ଆମେ ଶୁଣିଲେ ବରାହଦେବ, ମୁଁ କହିନି କିନ୍ତୁ ଆମେ ଜାଣିଛେ ବରାହଦେବ ଭଗବାନ କେମିତି ଆସିଥିଲେ? କି ବ୍ରହ୍ମାଙ୍କର ନାସିକାର ରନ୍ଧ୍ରରୁ ଭଗବାନ ପ୍ରକଟ ହଉଛନ୍ତି। ବସୁଦେବ କୃଷ୍ଣ ଭଗବାନ ଯେତେବେଳେ ଆସନ୍ତି ତ ବସୁଦେବଙ୍କର ମନରୁ ଭଗବାନ ଆସୁଛନ୍ତି। ଦେବହୂତିଙ୍କ ଗର୍ଭରୁ ଭଗବାନ ଆସୁଛନ୍ତି। ଆଉ ନୃସିଂହ ଦେବ ଆସୁଛନ୍ତି ହିରଣ୍ୟକଶ୍ୟପର ରାଜପ୍ରସାଦର ଖମ୍ବରୁ। ଆଜି ଭକ୍ତି ବିନୋଦ ଠାକୁର କହୁଛନ୍ତି ବହୁତ ସୁନ୍ଦର ବୈଷ୍ଣବ ଭଜନରେ କହୁଛନ୍ତି ବେଦେର ପ୍ରତିଜ୍ଞା ରଖିବାରେ ତାରେ ରୁକ୍ମ ବର୍ଣ୍ଣ ବିପ୍ରସୂତ ମହାପ୍ରଭୁ ନାମେ ନଦିଆ ମାତାୟ ସଙ୍ଗେ ଭାଇ ଅବଧୂତ। ତ ବେଦର ପ୍ରତିଜ୍ଞା ରଖିବାରେ ତାରେ, ତ ଭଗବାନ ବେଦ ବ୍ୟାସ କଣ କରିଛନ୍ତି? ପ୍ରତିଶ୍ରୁତି ଦେଇଛନ୍ତି କି ଭଗବାନ ଆସିବେ ବୋଲି। ତେଣୁ ଭଗବାନ କେମିତି ଅଛନ୍ତି? ରୁକ୍ମ ବର୍ଣ୍ଣ ବିପ୍ରସୂତ। ରୁକ୍ମ ବର୍ଣ୍ଣ ମାନେ ଗୋଲ୍ଡେନ କମ୍ପ୍ଲେକ୍ସନ। ଚୈତନ୍ୟ ମହାପ୍ରଭୁ ଆସୁଛନ୍ତି ଗୋଲ୍ଡେନ କମ୍ପ୍ଲେକ୍ସନରେ। ଆଉ ଆସୁଛନ୍ତି ମହାପ୍ରଭୁ ନାମରେ ଭଗବାନ ବିଦିତ ହଉଛନ୍ତି ନଦିଆ ଧାମ ରେ। ତାଙ୍କରେ କିଆକୁ ଆଣିକି ଆସୁଛନ୍ତି ସାଙ୍ଗେ ଭାଇ ଅବଧୂତ। ଅବଧୂତ ଅର୍ଥାତ୍ ଅବଧୂତ ଶିରୋମଣି ଆମର ନିତ୍ୟାନନ୍ଦ ପ୍ରଭୁ। ତେଣୁ ଭଗବାନ ଯେତେବେଳେ ଆସନ୍ତି ଏ ସଂସାରରେ ଯୁଗ ଧର୍ମ ସ୍ଥାପନ କରନ୍ତି। ତ କଳି ଯୁଗର ଯୁଗ ଧର୍ମ କଣ? ହରିନାମ ସଂକୀର୍ତ୍ତନ। ତ ହରିନାମକୁ ସ୍ଥାପନ କରିବା ପାଇଁ ଭଗବାନ ଏକା ଆସନ୍ତିନି କେବେ।
कृष्णदास कविराज गोस्वामी चैतन्य चैतामृतर मंगलाचरण लिखिଛନ୍ତି। बहुत सुंदर श्लोक। समस्ते मो पछे पछे उच्चारण कर गोटे श्लोक आम श्रवण करवा। वंदे श्री कृष्ण चैतन्य वन्दे वन्दे श्रीकृष्ण श्रीकृष्ण चैतन्यं नित्यानंद सहोदित नित्यानन्दो नित्यानन्द नन्दो सहोदितो सहोदितो गौरदये पुष्पवन्तो गौरदाय गौरवाय पुष्पवन्तो पुष्पवन्तो चित्रौ सन्दौ तमोनुदो। चित्रो सन्दो सन्तो तो कृष्णदास कविराज गोस्वामी चैतन्य चैतामृत को रचना करते ऐसे कहते वंदे श्री कृष्ण चैतन्य नित्यानंद सहोदितो। तारी चैतन्य महाप्रभु और नित्यानंद प्रभु गौर देशर आकाश रे कण उई आसी केमिति सहोदितो एका बेले उईकी आसी सह माने मिसिकी। किंतु से कौन कहउछंती सूर्य और चंद्र दुई जनक भलिया। सूर्य आउ चंद्र केबे आमे देखिचे एका बेले आकाश रे सूर्य और चंद्र उइबार केबे देखिने। जदि बा देखिचे आमे कौन देखिथिबा गोटे पटे सूर्य थिबे आउ गोटे पटे चंद्रमा थिबे। किंतु आज गौड़ देश रे कौन हेचंती अति आश्चर्यजनक घटना घटिची। कौन हेची एका समय रे समकालीन चंद्रमा और सूर्य उदित हेचंती गोटे दिशा रे। आउ सी किए चैतन्य चंद्र और नित्यानंद दी जण। तेटी गोटे वर्णना करायाछि वंदे श्री कृष्ण चैतन्य नित्यानंदौ सहोदितो गौरदये पुष्पवंतौ चित्तौ संद्रौ तमोनुदो। संदो माने कौन जीव मानकर मंगल विधान पाए और तमोनुदो माने अंधकार को विनाश करने पाए। जेमिति आमे सूर्य और चंद्रଙ୍କ किरण माध्यम रे किछिटा जिनिस देखि पारंती सेमती आज चैतन्य महाप्रभु और नित्यानंद प्रभु कहीं आसचंती कहीं ना हमारा अंधकार जीव मान हृदय थे अंधकार को दूर करने। तो को प्रकार अंधकार तो अंधकार है चीटिंग प्रोपेंसिटी कैटव धर्म ताकू नष्ट करने चैतन्य महाप्रभु नित्यानंद प्रभु आछंती। कैटव धर्म कौन भागवतम रे वर्णना कराइछंती द्वितीय नंबर श्लोक प्रथम स्कंद द्वितीय नंबर श्लोक रे प्रथम अध्याय नंदी धर्म प्रोचित कैतवत्र परमा निर्मश्चराणाम सताम। धर्म प्रोचित त्याग करियार अछि कैटव धर्म को त्याग करियार अछि। तो कैटव धर्म मार्थे कौन ए भौतिक जगत रे लोक माने धर्म करंती धर्म करिकी कौन करिया पई चाहंती अर्थ कमाया पई चाहंती। धर्म अर्थ ता द्वारा कामना को पूर्ण करिया पई चाहंती। तो वास्तव जीवन धर्म कौन हवा दरकार सबे पुंसा परो धर्म यतो भक्ति रदक्षते। भगवान श्री अध्यक्ष कर पाद पद्म रे पूर्ण रूपे सेवा रे को नियोजित करवा सेटा ही जीवर श्रेष्ठ पर धर्म पराधर्म। तो जो धर्म ए भौतिक जगत रे हमको बंधन रे बांधुची तो से धर्म को कहे कैटव धर्म। कैटव माने ठकीवा। गुरुदेव एटी कहती कि कपटता ही युग धर्म ही गलानी हमर कपटता ही धर्म ही जाइछि। तेणु से कापट्य युग धर्म है। तेणु से भागवतम को जी चेतन महाप्रभु स्वयं निजे भगवान तो भागवतम को प्रतिपाद्य कर कैटव धर्म रूपक अंधकार को दूर करने आम उपरे मंगल विधान करने। कृष्णदास कविराज गोस्वामी से भी कहते कौन जो मोक्ष प्राप्ति कर आशा कैटव धर्म रे जाए। मोक्ष प्राप्ति लोक मैंने कहीं विचार करती कि भगवान सहित भगवान ब्रह्म ज्योति लीन हो जावाई जहाद्वारा सायुज्य मुक्ति प्राप्त हम और से भगवान सहित समकक्ष हो पारे। किंतु से निर्बोध बुझी पारंतिनी कि भागवतम रे भगवद गीता रे भगवान विषय कहुई न सम न असम ऊर्ध्व भगवान सहित कहीं भी समकक्ष हो पारे। वास्तव रे मुख्य शब्दर वास्तव अर्थ आमे आमर सांविधानिक आउ चिरंतन जो स्थिति अच्छी ताको पुनः प्राप्त करवा। तो ये आम समस्ते आशावादी हवा दरकार। मुख्य भगवान शुद्ध भक्तिर गोटे बाय प्रडक्ट यदि किए भगवान भक्ति करुँच मुख्य प्राप्ति ऑटोमेटिक हम तापाई परिश्रम करार ना। तेणु चैतन्य महाप्रभु गौरांग महाप्रभु आज आसचंती कि आम भीतर जो अंधकार को दूर करने। तो कई कई कहीपर कर्म करुचे सेटा कौन कैटव कर्म कौन करवानी। भगवद गीता वर्णन कराई शुभा शुभ कर्म फल त्याग शुभा शुभ। तो ये जगत रे जहाँ शुभ
ଯାହା ଆମେ ମଙ୍ଗଳ ବୋଲି ଭାବନ୍ତି କିମ୍ବା ଅମଙ୍ଗଳକାରୀ କୌଣସି ବି କର୍ମ ସବୁ କିଛିକୁ ତ୍ୟାଗ କରିବାର ଅଛି। ତ ସବୁ କିଛି ଆସିଯାଏ କୈଟବ ଧର୍ମ। ତେଣୁ ଭଗବାନ ଯେମିତି ମୁଁ କହିଲି ବରାହଦେବ ଯେମିତି ଏଇଭଳିଆ ସ୍ଥିତିରୁ ଧରିତ୍ରୀ ମାଙ୍କୁ ଉଦ୍ଧାର କରୁଛନ୍ତି, ତ ଆମ ହୃଦୟରେ ଯୋଉ କୈଟବ ଧର୍ମ ଅଛି ତାକୁ ନିର୍ବାପିତ କରିବା ପାଇଁ ଚେତନ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କର ଆବିର୍ଭାବ ହଉଛି। ଚୈତନ୍ୟ ଚୈତାମୃତ ଆରମ୍ଭରେ ପଞ୍ଚମ ଅଧ୍ୟାୟର ଆରମ୍ଭରେ ନିତ୍ୟାନନ୍ଦ ପ୍ରଭୁଙ୍କ ବିଷୟରେ କୁହାଯାଇଛି। ନିତ୍ୟାନନ୍ଦ ପ୍ରଭୁ ବାସ୍ତବରେ ତାଙ୍କର ପରିଚୟ କଣ, ଆମେ ସମସ୍ତେ ପ୍ରଥମେ ପରିଚୟ ଜାଣିବା, ତାପରେ ଭଗବାନଙ୍କର ଲୀଳା ଶ୍ରବଣ କରିବା। ତ ବର୍ଣ୍ଣନା କରାଯାଇଛି ବନ୍ଦେ ଅନନ୍ତଦ୍ଭୁତ ଈଶ୍ୱରಂ ଶ୍ରୀ ନିତ୍ୟାନନ୍ଦମ୍ ଈଶ୍ୱରମ୍ ଯସ୍ୟେଚ୍ଛାୟା ତତ୍ସ୍ୱରୂପମ୍ ଅଜ୍ଞେନାପି ନିରୂପ୍ୟତେ। ତ ମୁଁ ଭଗବାନ ଶ୍ରୀ ନିତ୍ୟାନନ୍ଦ ପ୍ରଭୁଙ୍କ ଚରଣ କମଳରେ ଶତକୋଟି ଦଣ୍ଡବତ ପ୍ରଣାମ କରିକି ପ୍ରାର୍ଥନା କରୁଛି, ଯାହାଙ୍କର ଐଶ୍ୱର୍ଯ୍ୟରେ ଆଶ୍ଚର୍ଯ୍ୟତା ଏତେ ମାତ୍ରାରେ ଅଛି କି ତାହା ଅନନ୍ତ ସୀମା ପର୍ଯ୍ୟନ୍ତ ପରିବ୍ୟାପ୍ତ, ଅର୍ଥାତ କୌଣସି ସୀମା ହିଁ ନାହିଁ। ଆଉ ଜଣେ ଅତ୍ୟନ୍ତ ନିର୍ବୋଧ ବ୍ୟକ୍ତି ମଧ୍ୟ ଯାହାଙ୍କ କୃପାରୁ ତାଙ୍କର ପରିଚୟକୁ ପୂର୍ଣ୍ଣ ରୂପେ ବୁଝିପାରିବ। ତେଣୁ କୁହାଯାଏ ସର୍ବ ଅବତାରୀ କୃଷ୍ଣ ସ୍ଵୟଂ ଭଗବାନ, ତାହାର ଦ୍ୱିତୀୟ ଦେହ ଶ୍ରୀ ବଳରାମ। ତ ଭଗବାନ ଯେତେବେଳେ ଯୁଗେ ଯୁଗେ ଆବିର୍ଭାବ ହୁଅନ୍ତି, ସେ ସମୟରେ ଭଗବାନଙ୍କର ସେବକ ଭଗବାନ ନିତ୍ୟାନନ୍ଦ ପ୍ରଭୁ ବଳରାମ ମଧ୍ୟ ଆବିର୍ଭାବ ହୁଅନ୍ତି। ରାମଚନ୍ଦ୍ରଙ୍କ ସମୟରେ ଲକ୍ଷ୍ମଣ କିମ୍ବା କୃଷ୍ଣଙ୍କ ସମୟରେ ବଳରାମ ଆବିର୍ଭାବ ହୁଅନ୍ତି। ତେଣୁ ସେହିପରି ଚୈତନ୍ୟ ମହାପ୍ରଭୁଙ୍କ ସମୟରେ ଆଜି କିଏ ଆବିର୍ଭାବ ହେଇଛନ୍ତି, ନିତ୍ୟାନନ୍ଦ ପ୍ରଭୁ ଆବିର୍ଭାବ ହେଇଛନ୍ତି। ଏକ ହିଁ ସ୍ୱରୂପ ଦୁହେଁ ଭିନ୍ନ ମାତ୍ର କାଏ, ଦୁଇ ଜଣଙ୍କର ଗୋଟିଏ ସ୍ୱରୂପ, କୌଣସି ଅନ୍ତର ନାହିଁ, ଭିନ୍ନ ମାତ୍ର କାଏ। ଆଦ୍ୟ କାୟ ବିହୋ କୃଷ୍ଣ ଲୀଳାର ସହାୟ। କିନ୍ତୁ ଆଦ୍ୟ ଭଗବାନ ଆଦି ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କର ଲୀଳାରେ ସହାୟତା କରିବା ପାଇଁ ଆଜି ଭଗବାନ ନିଜର ବିସ୍ତାର କରିଛନ୍ତି ନିତ୍ୟାନନ୍ଦଙ୍କ ପ୍ରଭୁଙ୍କ ରୂପରେ। ତେଣୁ ଚୈତନ୍ୟ ମହାପ୍ରଭୁ ଆଉ ନିତ୍ୟାନନ୍ଦଙ୍କ ପ୍ରଭୁଙ୍କ ରୂପରେ ଭଗବାନ କୃଷ୍ଣ ଆବିର୍ଭାବ ହେଇଛନ୍ତି। ଭାଗବତ ଚୈତନ୍ୟ ଚୈତାମୃତରେ ବର୍ଣ୍ଣନା କରାଯାଇଛନ୍ତି ବଳରାମ କିମ୍ବା ନିତ୍ୟାନନ୍ଦ ପ୍ରଭୁ ବାସ୍ତବରେ କେମିତି ବିସ୍ତାରିତ ହୁଅନ୍ତି। ତ 5 ପ୍ରକାର ବିସ୍ତାର ମିଳେ ଶ୍ରବଣ କରିବା ପାଇଁ। କେମିତି? ସଂକର୍ଷଣ କାରଣ ତୋୟସାଇ ଗର୍ଭୋଦସାଇ ଚ ପಯೋଦିଶାଇ ଶେଷଶ୍ଚ ଯସ୍ୟାଂଶ କଲା ସନିତ୍ୟା ନନ୍ଦାକ୍ଷରାମ ଶरणम ମମସ୍ତୁ। ତ ନିତ୍ୟାନନ୍ଦ ପ୍ରଭୁ ତାପରେ ବଳରାମ ଭଗବାନ ପରମ ପୁରୁଷ କୃଷ୍ଣଙ୍କର ବାମ ପାର୍ଶ୍ୱରୁ ରାଧାରାଣୀଙ୍କର ଆବିର୍ଭାବ ହୁଏ। ଆଉ ଦକ୍ଷିଣ ପାର୍ଶ୍ୱରୁ ସନ୍ଧିନୀ ଶକ୍ତି ଭଗବାନ ବଳରାମଙ୍କର ଆବିର୍ଭାବ ହୁଏ। ଆଉ ବଳରାମ ବିସ୍ତାର କରନ୍ତି ନିଜକୁ କାହା ସାଙ୍ଗରେ ନା ଆଦି ସଂକର୍ଷଣଙ୍କ ରୂପରେ ବିସ୍ତାରିତ ହୁଅନ୍ତି, ଯାହାଙ୍କ ଠାରୁ ଅନନ୍ତ କୋଟି ଭଗବାନ ବିଷ୍ଣୁଙ୍କର ଅବତାର ମାନେ ବୈକୁଣ୍ଠ ଲୋକରେ ବିରାଜମିତ ହେଇଥାଏ। ତ ତାପରେ ଭଗବାନ କେମିତି ବିସ୍ତାର ହୁଅନ୍ତି, ବଳରାମ କେମିତି ବିସ୍ତାର ହୁଅନ୍ତି, ସଂକର୍ଷଣଙ୍କ ପରେ ମହାବିଷ୍ଣୁ ଯିଏ ବିରଜା ସାଗର କାରଣ ସାଗରରେ ଶୟନ କରିଥାନ୍ତି, ଯାହାଙ୍କର ଲୋମମୂଳରୁ କୋଟି କୋଟି ବ୍ରହ୍ମାଣ୍ଡ ଆବିର୍ଭାବ ହଉଥାଏ ପ୍ରତି ଶ୍ୱାସ ପ୍ରଶ୍ୱାସରେ। ତାପରେ ବଳରାମ ଆବିର୍ଭାବ ହୁଅନ୍ତି କେମିତି ନା ଗର୍ଭୋଦକ ସାଇ ବିଷ୍ଣୁ, ଅର୍ଥାତ ପ୍ରତ୍ୟେକ ବ୍ରହ୍ମାଣ୍ଡରେ ଯେତେବେଳେ ଭଗବାନ ବିଷ୍ଣୁ ଯାଇକି ବିଦ୍ୟମାନ ହୁଅନ୍ତି, କିନ୍ତୁ ପୁରା ସମଗ୍ର ଭୌତିକ ସଂସାର ତାର ପରମାତ୍ମା ହେଲେ କିଏ କି ମହାବିଷ୍ଣୁ, ଯିଏ କାରଣ ଦର୍ଶାଏ ବିଷ୍ଣୁ। ଆଉ ଗୋଟିଏ ବ୍ରହ୍ମାଣ୍ଡ ଭିତରର ପରମାତ୍ମା ହେଲେ କିଏ, ଗର୍ଭୋଦକ ବିଷ୍ଣୁ। ତ ତାଙ୍କ ରୂପରେ ଭଗବାନ ବଳରାମ ବିସ୍ତାର କରୁଛନ୍ତି। ତାପରେ ଭଗବାନ ବିସ୍ତାର କରୁଛନ୍ତି କ୍ଷୀରୋଦକ ବିଷ୍ଣୁଙ୍କ ରୂପରେ। ଆଉ ଅନ୍ତିମରେ ଭଗବାନଙ୍କର ଶୟନ ଶଯ୍ୟା ଅର୍ଥାତ ଅନନ୍ତ ଶେଷ ରୂପରେ ଭଗବାନ ବିସ୍ତାରିତ ହଉଛନ୍ତି। ତ ବହୁତ ସୁନ୍ଦର ଶିକ୍ଷା ଭଗବାନ କୃଷ୍ଣଙ୍କର ସେବା ନିମିତ୍ତ ବଳରାମ କିମ୍ବା ନିତ୍ୟାନନ୍ଦ ପ୍ରଭୁ କେତେ ଦୂର କି ଯାଇପାରିବେ। ଭୌତିକ ବ୍ରହ୍ମାଣ୍ଡ ମାନେ ଆଧ୍ୟାତ୍ମିକ ଜଗତରୁ ଭୌତିକ ଲୋକ ପର୍ଯ୍ୟନ୍ତ ପଳେଇ ଆସିଲେଣି, କିନ୍ତୁ ଭଗବାନଙ୍କର ସେବା କରିବା ପାଇଁ ତାଙ୍କର ଏତେ ତତ୍ପରତା, ଏତେ ନିମଗ୍ନତା ଅଛି, ଆମେ କଳନା କରିପାରିବାନି। ଏଇଟା ହେଲା ଚୈତନ୍ୟ ନିତ୍ୟାନନ୍ଦ ପ୍ରଭୁଙ୍କର ପରିଚୟ। ତାଙ୍କର ବହୁତ କୃପା ଆଶୀର୍ବାଦରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଆଉ ବୃନ୍ଦାବନ ଦାସ ଠାକୁର ଚୈତନ୍ୟ ଚୈତାମୃତ କିମ୍ବା ଚୈତନ୍ୟ ଭାଗବତକୁ ରଚନା କରିଛନ୍ତି। ତ ଭଗବାନ ବାସ୍ତବରେ କାହିଁକି ଆସନ୍ତି, ଚୈତନ୍ୟ ମହାପ୍ରଭୁ କାହିଁକି ଆସିଲେ? ଆମେ ତ ଶୁଣିଲେ କି ସାଧୁ ମାନଙ୍କୁ ଉଦ୍ଧାର କରିବା ପାଇଁ, ଧର୍ମର ସ୍ଥାପନା କରିବା ପାଇଁ, କି ଅଧର୍ମର ନାଶ କରିବା ପାଇଁ। ତ ଭଗବାନଙ୍କର ନାମ ହେଲେ କି ପ୍ରକୃତି ହେଲେ କିମ୍ବା ସାଧୁ ମାନେ ସମସ୍ତେ
ଅଛନ୍ତି ତାକି ସେମାନେ ତାଙ୍କୁ ଉଦ୍ଧାର କରିପାରିବେ। କିନ୍ତୁ ଭଗବାନ ଚୈତନ୍ୟ ମହାପ୍ରଭୁଙ୍କୁ ଆସିବାର କାରଣ କଣ ରହିଲା କି ଭକ୍ତମାନଙ୍କ ସହିତ ଆଦାନ ପ୍ରଦାନ କରିବା ପାଇଁ ଆଉ ଗୋଟେ ବିଶେଷ ଜିନିଷ ସେ ଆମକୁ ଏ କଳିଯୁଗର ଲୋକମାନଙ୍କୁ ଦେବେ କଣ ଭାଗବତମରେ ଚୈତନ୍ୟ ଚୈତାମୃତରେ ବର୍ଣ୍ଣନା କରାଯାଏ अनार्पितं चरिचिरात् करुणया अवतीर्ण कलौ समर्पयितुमुन्नत उज्ज्वलरसां स्वभक्ति श्रियां हरिपूरट सुन्दरद्युति कदम्ब सन्दीपितः सदा हृदय कंदरे स्फुरतु सचिनंदन अनर्पित चरिंचिरात् तो भगवान अनर्पित जोटाକୁ ଭଗବାନ ଅର୍ପଣ କରିନାହାନ୍ତି ଚରିମ ଚିରାତ ବହୁ ସମୟରୁ ଅନନ୍ତ ସମୟରୁ ଭଗବାନ ଅର୍ପଣ କରିନାହାନ୍ତି କଣ କରୁଣା ଅବତୀର୍ଣ୍ଣ କଳଉ ସେଇ କୋଉ ଜିନିଷ ଯାହାକୁ ଭଗବାନ ଅର୍ପଣ କରିନାହାନ୍ତି କିନ୍ତୁ ଏ କଳିଯୁଗର ଲୋକଙ୍କୁ ଆଜି ଦେବା ପାଇଁ ଯାଉଛନ୍ତି କଣ ସମର୍ପୟିତ ଉନ୍ନତ ଉଜ୍ଜଳ ରସ ଅର୍ଥାତ୍ ମାଧୁର୍ଯ୍ୟ ରସ ଭଗବାନ ମାଧୁର୍ଯ୍ୟ ରସକୁ ପ୍ରଦାନ କରିବା ପାଇଁ ଆଜି ଅବତାର ଗ୍ରହଣ କରୁଛନ୍ତି ଏଇ ମାଧୁର୍ଯ୍ୟ ରସ ଭଗବାନଙ୍କର ଚୈତନ୍ୟ ମହାପ୍ରଭୁ କହନ୍ତି ବ୍ରଜ ଭକ୍ତି ସବୁ ଭକ୍ତିର ଶ୍ରେଷ୍ଠ ଆଉ ସେ ଶ୍ରେଷ୍ଠର ପରାକାଷ୍ଠାରେ ଶ୍ରୀମତୀ ରାଧାରାଣୀ ତାଙ୍କର ସ୍ଥାନକୁ ନିରୂପିତ କରିଛନ୍ତି ତେଣୁ ବୃନ୍ଦାବନ ଲୀଳାକୁ ଲୀଳା ତା ଭିତରେ ବିଶେଷ କରିକି ନିକୁଞ୍ଜ ଲୀଳା ତାପରେ ଭଗବାନଙ୍କର ମାଧୁର୍ଯ୍ୟ ରସରେ ଭକ୍ତମାନଙ୍କ ପ୍ରତି ଯୋଉ ଆଦାନ ପ୍ରଦାନ ଅଛି ତାହାକୁ ପ୍ରଦାନ କରିବା ପାଇଁ ଚୈତନ୍ୟ ମହାପ୍ରଭୁ ଆସିଛନ୍ତି କିନ୍ତୁ ଅଲଗା ଯୁଗ ଅପେକ୍ଷା କଳିଯୁଗର ଲୋକମାନଙ୍କର ଚେତନା ବହୁତ ନିକୃଷ୍ଟ କଣ ପାଇଁ ଭଗବାନ ଚୈତନ୍ୟ ମହାପ୍ରଭୁ ଏତେ ଉଦାର ହେଇଛନ୍ତି ତ ଧୀରେ ଧୀରେ ଜାଣିବା ତ ୟା ପୂର୍ବରୁ ଆମେ ଜାଣିବା କି ସେ ସମୟରେ ଷଡ଼ଗୋସ୍ୱାମୀ ପ୍ରଭୁପାଦ ଷଡ଼ଗୋସ୍ୱାମୀ ମାନେ ଏତେ ଉନ୍ନତ ଚରିତ୍ରବାନ ଥିଲେ ଏତେ ଉନ୍ନତ ମର୍ଯ୍ୟାଦା କୂଳରେ ଜନ୍ମ ହେଇଥିଲେ ଆଉ ଅତ୍ୟନ୍ତ ବିଦ୍ବତା ତାଙ୍କର ଥିଲା ସମସ୍ତେ ଚୈତନ୍ୟ ମହାପ୍ରଭୁଙ୍କ ପାଦ ପଦ୍ମରେ ଆଶ୍ରୟ ନେଇଥିଲେ କାହିଁକି ନା ସେମାନେ ଜାଣି ଦେଇଥିଲେ କି ଚୈତନ୍ୟ ମହାପ୍ରଭୁ କିଏ ନା ଭଗବାନ କୃଷ୍ଣ ରାଧାରାଣୀଙ୍କର ବିରହରେ ଅଛନ୍ତି ତ ରାଧାରାଣୀଙ୍କର ନିଜ କିଙ୍କରୀ ରାଧାରାଣୀଙ୍କର କିଙ୍କରୀ ଅର୍ଥାତ୍ ତାଙ୍କର ସେବିକା ରୂପରେ ଯଦି ଆଚାର୍ଯ୍ୟ ମାନେ ଆସନ୍ତି ଷଡ଼ଗୋସ୍ୱାମୀ ହେଲେ ସବୁ ଆଚାର୍ଯ୍ୟ ମାନେ ଆସନ୍ତି ଯେତେବେଳେ ସେମାନେ ଭଗବାନଙ୍କର ବାସ୍ତବ ସ୍ୱରୂପକୁ ଜାଣିଥାନ୍ତି ତେଣୁ ସେଥିପାଇଁ କୁହାଯାଏ ଏଇ କଳିଯୁଗରେ ଭଗବାନ ଯେତେବେଳେ ଆସନ୍ତି ତ ଏଇ କଳିଯୁଗକୁ କଣ କୁହାଯାଏ ଧନ୍ୟ କଳି କାହିଁକି ଧନ୍ୟ କଳି କାହିଁକି ନା ଏଇ ଯୁଗରେ ଯୋଉ ଜୀବ ମାନେ ରହିଲେ ନିକୃଷ୍ଟ ଜୀବ ଚେତନା ଦୃଷ୍ଟିରେ ସବୁଠାରୁ ନିକୃଷ୍ଟ ଜୀବ ଅଲଗା ଯୁଗ ଅପେକ୍ଷା କିନ୍ତୁ ଭଗବାନ ସବୁଠୁ ସର୍ବ ଉତ୍କୃଷ୍ଟ ପ୍ରେମକୁ ପ୍ରଦାନ କରିବା ପାଇଁ ଯାଉଛନ୍ତି ଭାବ କେତେ ବଡ ଗ୍ୟାପ୍ ଥିବ ତ ସେ ଗ୍ୟାପକୁ ମେଣ୍ଟେନ କରିବା ପାଇଁ କିଏ ଆସିବେ ଏବେ ଶ୍ରୀମନ୍ ନିତ୍ୟାନନ୍ଦ ପ୍ରଭୁ ଓକେ ତ ଭାବନ୍ତୁ ଆମେ ଆଉ 10,000 20,000 ବର୍ଷ ପରେ ଏ ଭୌତିକ ଜଗତକୁ ଆସିଥାନ୍ତି ଏ ଭାରତ ବର୍ଷରେ ଜନ୍ମ ହେଇଥାନ୍ତେ ଜଣଙ୍କୁ ଚିହ୍ନ ବର୍ଣ୍ଣ ବି ମିଳିନଥାନ୍ତା କି ହରେ କୃଷ୍ଣ ମହାମନ୍ତ୍ର କଣ ପ୍ରଭୁପାତ କିଏ ଇସ୍କନ କିଏ କି କିଏ ଏସବୁ ଆମକୁ କିଛି ଜାଣିବା ପାଇଁ ମିଳିନଥାନ୍ତା କିନ୍ତୁ ଭଗବାନଙ୍କର ଅପାର କୃପାରୁ ଆମେ ଏଇ ବସ୍ ଭଗବାନ ଏବେ ଏବେ ଯାଇଛନ୍ତି ଭଗବାନ ଜଷ୍ଟ ଏବେ ଏବେ ଭଗବତ ଧାମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଆମମାନେ ତାଙ୍କର ଶରଣରେ ଆସୁଛନ୍ତି ତେଣୁ ଭଗବାନ ଯେତେବେଳେ ନିଜେ ଆସନ୍ତି ଏକା ଆସନ୍ତିନି କେବେ ବି ସାଙ୍ଗ ପାଙ୍ଗ ପାର୍ଶ୍ୱଦେଭ୍ୟୋ ଯେମିତି କୁହାଯାଏ ଶ୍ରୀକୃଷ୍ଣ ଚୈତନ୍ୟ ରାଧା କୃଷ୍ଣ ନାହିଁ ଅନ୍ୟ ତ ରାଧାରାଣୀ ଆଉ କୃଷ୍ଣଙ୍କର ମିଳିତ ତନୁ ଶ୍ରୀମନ୍ ଚୈତନ୍ୟ ମହାପ୍ରଭୁ କିନ୍ତୁ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଆସନ୍ତି ଭଗବାନ କୃଷ୍ଣ କୁହାଯାଏ ବ୍ରଜେନ୍ଦ୍ର ନନ୍ଦନ ଯେଇ ସଚିସୁତ ହୋଇଲ ସେଇ ବଳରାମ ହୋଇଲ ନିତାଇ ତ ଭଗବାନ ବ୍ରଜେନ୍ଦ୍ର ନନ୍ଦନ ଶ୍ରୀକୃଷ୍ଣ ଯେତେବେଳେ ଭୌତିକ ଜଗତକୁ ଏଇ ରାଧାଙ୍କୁ ଆସିଛନ୍ତି ନବଦ୍ୱୀପ ଧାମରେ ସଚୀ ମାତାଙ୍କର ଗର୍ଭକୁ ସୁଶୋଭିତ କରନ୍ତି ଯେତେବେଳେ ବଳରାମ ନିତ୍ୟାନନ୍ଦ ପ୍ରଭୁଙ୍କ ରୂପରେ ଆସନ୍ତି ତ କାଲି ନିତ୍ୟାନନ୍ଦ ତ୍ରୟୋଦଶୀରେ ଭଗବାନ ବଳରାମ ପିତା ହଡ଼ାଇ ପଣ୍ଡିତ ଆଉ ମାତା ପଦ୍ମାବତୀଙ୍କର କୁଳମଣ୍ଡନ କରୁଛନ୍ତି ତ ପଢିଛେ ଆମେ କି ପରମ କରୁଣା ପାହୁ ଦୁଇ ଜନ ନିତାଇ ଗୌରଚନ୍ଦ୍ର ତ ଭଗବାନ ଚୈତନ୍ୟ ମହାପ୍ରଭୁ ନିତ୍ୟାନନ୍ଦଙ୍କର ଆବିର୍ଭାବରେ ସାରା ସଂସାର ଏବେ ମୁଖରିତ ହେଇ ଉଠିଛି ତେଣୁ ଆମେ ସେଇ ନିତ୍ୟାନନ୍ଦ ପ୍ରଭୁ ଅବଧୂତ ଶିରୋମଣି ଯିଏ ଆମକୁ ପତିତ ପାବନ ରୂପରେ ଆମକୁ ଉଦ୍ଧାର କରିବା ପାଇଁ ଆସିଛନ୍ତି ତାଙ୍କ ଚରଣରେ ଆମେ ବାରମ୍ବାର ପୁନଃ ପ୍ରାର୍ଥନା କରିବା ତ ଏଇ ଚରିତ୍ରରେ ତାଙ୍କର ଏଇ ପରିଚୟ ଅଛି ନିତ୍ୟାନନ୍ଦଙ୍କର ପରିଚୟ ଅଛି କି ନିଜେ ଭଗବାନ କଣ କରୁଛନ୍ତି ଆମ ଭଳି ବୌଦ୍ଧ ଜୀବ ଗୁରୁଙ୍କର କର୍ତ୍ତବ୍ୟ କଣ ଥାଏ କି ଆମ ମାନଙ୍କୁ ନେଇକି ଭଗବାନଙ୍କର ପାଦ ପଦ୍ମରେ ଆଶ୍ରିତ ପ୍ରଦାନ କରିବା ସେଥିପାଇଁ ଗୁରୁ ତତ୍ଵର ମୂଳ ଆଧାର ନିତ୍ୟାନନ୍ଦ ପ୍ରଭୁ ଆଜି ଆସିଛନ୍ତି ଯୋଉ ଉଦ୍ଦେଶ୍ୟ କୃଷ୍ଣ ଭଗବାନ ଚୈତନ୍ୟ ମହାପ୍ରଭୁ ଆଣିକି ଆସିଛନ୍ତି କି ସାରା ସଂସାରକୁ ସର୍ବୋତ୍କୃଷ୍ଟ କୃଷ୍ଣ ପ୍ରେମ ପ୍ରଦାନ କରିବେ କିନ୍ତୁ ଏଇ ନିକୃଷ୍ଟ ଜୀବ ମାନଙ୍କ ହୃଦୟରେ ପ୍ରେମ କେମିତି ସ୍ଥାପିତ ହବ ତାର ବହୁତ ବଡ ଗୁରୁ ଦାୟିତ୍ୱ ନେଇକି ଆଜି ଆସିଛନ୍ତି କିଏ ନିତ୍ୟାନନ୍ଦ ପ୍ରଭୁ ତେଣୁ ନିତ୍ୟାନନ୍ଦ ପ୍ରଭୁ ଆମେ କୁହାଯାଏ ଗୁରୁ ତତ୍ଵର ସର୍ବୋତ୍କୃଷ୍ଟ ସମଷ୍ଟି ଗୁରୁ ପୁରା ପୂର୍ଣ୍ଣ ସମସ୍ତ ଗୁରୁଙ୍କର ଆଧାର କିଏ ନିତ୍ୟାନନ୍ଦ ପ୍ରଭୁ
ତେଣୁ ଶାସ୍ତ୍ରରେ କୁହାଯାଏ କି ଯେତେବେଳେ ବୃନ୍ଦାବନ ମହିମାରେ ଅଦାର୍ଯ୍ୟତାକୁ ଭରି ଦିଆଯାଏ ତାକୁ ନବଦ୍ୱୀପ ହିଁ କୁହାଯାଏ। ତ ବୃନ୍ଦାବନ ମାଧୁର୍ଯ୍ୟ ରସ ପାଇଁ ବିଶେଷ କରିକି ସମସ୍ତ ରସ ମଧ୍ୟରେ ମାଧୁର୍ଯ୍ୟ ରସ ପାଇଁ ବୃନ୍ଦାବନ ଅଧିକ କଣ ସାଧୁ ମାନଙ୍କର ହୃଦୟକୁ ଆକର୍ଷଣ କରେ। କିନ୍ତୁ ସେଇ ମାଧୁର୍ଯ୍ୟ ରସ ମଧ୍ୟରେ ଯଦି ଔଦାର୍ଯ୍ୟ ରସକୁ ପ୍ରବେଶ କରି ଦିଆଯାଏ, ଔଦାର୍ଯ୍ୟ ରସ କାହା ପାଇଁ ରହିବ? ଜୀବ ମାନଙ୍କ ପାଇଁ। ତେଣୁ ସେଇ ଜାଗାରେ କଣ ହବ? ବୃନ୍ଦାବନ ମାୟାପୁର ଧାମ ହବ। ଚୈତନ୍ୟ ମହାପ୍ରଭୁ ଓ ନିତ୍ୟାନନ୍ଦ ପ୍ରଭୁ ଆଜି ଆସିଛନ୍ତି ଆମକୁ ଉଦ୍ଧାର କରିବା ପାଇଁ, ପ୍ରେମର ସାଗରରେ ଆମକୁ କଣ ଭସେଇବା ପାଇଁ, ପୁଣି କଳି ଯୁଗରେ ହୁଅନ୍ତୁ। ଆଉ ନିତ୍ୟାନନ୍ଦ ପ୍ରଭୁ ସବୁଠାରୁ ଔଦାର୍ଯ୍ୟର ଅବତାରର ପରାକାଷ୍ଠାରେ ଆଜି ନିତ୍ୟାନନ୍ଦ ପ୍ରଭୁ ଆମକୁ ଆଶୀର୍ବାଦ କରିବେ। ଦେଖନ୍ତୁ ଭଗବାନ ଯେତେବେଳେ ଆସନ୍ତି ନିତ୍ୟାନନ୍ଦ ପ୍ରଭୁ ବି ଆସନ୍ତି, ବଳରାମ ହେଲେ, ଲକ୍ଷ୍ମଣ ହେଲେ, କିନ୍ତୁ ଯେତେବେଳେ ଭଗବାନ ସବୁ ରାକ୍ଷସ ବଳରାମ ହେଲେ କି ଲକ୍ଷ୍ମଣ ହେଲେ, ଯେତେବେଳେ ଯେକୌଣସି ଲୀଳାରେ ଆସନ୍ତି ତ ବିଭିନ୍ନ ରାକ୍ଷସକୁ ବଦ୍ଧ କରନ୍ତି। ଆମେ ଦେଖିଛେ ରାମ ଅବତାରରେ ହୁଅନ୍ତୁ, ମାନେ ତ୍ରେତୟା ଯୁଗରେ ହୁଅନ୍ତୁ କିମ୍ବା ଦ୍ୱାପର ଯୁଗରେ ହୁଅନ୍ତୁ, ଇଭେନ ଭଗବାନ ଏମିତି କଲେ କୁରୁକ୍ଷେତ୍ର ଯୁଦ୍ଧ କରିବା ପାଇଁ ବଳରାମ ମନା କରିଦେଲେ, କହିଲେ ମୁଁ କୌଣସି ଯୁଦ୍ଧ କରିବିନି। ଗଲେ ତୀର୍ଥଯାତ୍ରାରେ ଯାଇକି କାହାକୁ ମାରିଦେଲେ? କି ରୋମହର୍ଷଣ, ଯିଏ ଭାଗବତ ଶ୍ରବଣ କରିବା ପାଇଁ ଏଠି ବ୍ୟାସାସନରେ ବସିଥିଲେ, ତାଙ୍କୁ ମାରିଦେଲେ। ଯାହାଙ୍କର ଗୋଟିଏ ମାନେ ନିଶ୍ୱାସରେ ଗୋଟେ ସାରା ସଂସାର ପୁରା କଣ ବିଲୀନ ହେଇଯିବ, ସେ ଭଗବାନ ଆଜି କଣ ଅବତାର ନଉଛନ୍ତି? ଅତ୍ୟନ୍ତ କ୍ରୋଧୀ, ଅତ୍ୟନ୍ତ କ୍ରୋଧୀ, ତାଙ୍କ କ୍ରୋଧ ଟ୍ରାନ୍ସେଣ୍ଡେଣ୍ଟାଲ, ଅତ୍ୟନ୍ତ ଦିବ୍ୟ ସ୍ତରରେ ଥାଏ। ତ ସେଇ ଦିବ୍ୟ କ୍ରୋଧକୁ ପ୍ରକାଶ କରୁଥିବା ଭଗବାନ ବଳରାମ ଆଜି ସବୁଠାରୁ ଔଦାର୍ଯ୍ୟର ଅବତାରକୁ ଗ୍ରହଣ କରିଛନ୍ତି। କାହା ପାଇଁ? ଆମ ପାଇଁ। କଣ ଆମେ ଏହାର ମହାନତାକୁ, ଏହାର ଗଭୀରତାକୁ, ତାପରେ ଏହାର ଗମ୍ଭୀରତାକୁ ବୁଝୁଛେ? ତ ଆମକୁ ପ୍ରଶ୍ନ ରହିବା ଦରକାର। ଯାହା ହଉ, ତ ଆଜି ଗୋଟେ ସୁନ୍ଦର ଲୀଳା ଶ୍ରବଣ କରିବା ଜଗାଇଆ ମଧାଇଙ୍କର। ତ ଭଗବାନ ଯେତେବେଳେ ନିତ୍ୟାନନ୍ଦ ପ୍ରଭୁ ଆସିଛନ୍ତି ସବୁଠାରୁ ମହାନ ଔଦାର୍ଯ୍ୟ ଉଦାରତା ପ୍ରକାଶ କରିବା ପାଇଁ, ତ ପ୍ରଥମେ ସେ ଜୀବମାନଙ୍କୁ ଉଦ୍ଧାର କରିବାର ପ୍ରକୃଷ୍ଟ ଉଦାହରଣ ସ୍ଥାପନ କରୁଛନ୍ତି। କଣ ନା ଅତ୍ୟନ୍ତ ନିକୃଷ୍ଟ ଦରର ଜୀବ ଜଗାଇଆ ମାଧାଙ୍କୁ ଉଦ୍ଧାର କରୁଛନ୍ତି। ଦେଖନ୍ତୁ ନିତ୍ୟାନନ୍ଦ ପ୍ରଭୁଙ୍କୁ ଆଉ ଚୈତନ୍ୟ ମହାପ୍ରଭୁଙ୍କୁ, ନିତ୍ୟାନନ୍ଦ ପ୍ରଭୁ ଆଉ ହରିଦାସ ଠାକୁରଙ୍କୁ କଣ ନା ଆଦେଶ ମିଳିଥିଲା। ଚୈତନ୍ୟ ମହାପ୍ରଭୁ ଆଦେଶ ଦେଇଥିଲେ କି ତୁମେ କଣ କରିବାର ଅଛି? ପ୍ରଭୁର ଆଜ୍ଞା ମାଗି, ପ୍ରଭୁର ଆଜ୍ଞା ହଏ ଭାଇ ମାଗି ଏଇ ଭିକ୍ଷା, ବୋଲ କୃଷ୍ଣ କର କୃଷ୍ଣ ଭଜ, ବୋଲ କୃଷ୍ଣ ଭଜ କୃଷ୍ଣ କର କୃଷ୍ଣ ଶିକ୍ଷା। ଚୈତନ୍ୟ ମହାପ୍ରଭୁ ତାଙ୍କୁ କହିଲେ, ନିତ୍ୟାନନ୍ଦ ପ୍ରଭୁ ଆଉ ହରିଦାସ ଠାକୁରଙ୍କୁ, ତୁମେ ମୋର ଆଜ୍ଞାରେ ଯାଅ, ସବୁ ଜାଗାରେ ସମସ୍ତଙ୍କୁ ଭଗବାନ କୃଷ୍ଣଙ୍କର ନାମକୁ ଇଏ କର, ପ୍ରକାଶ କର, ପ୍ରଚାର କର। କିନ୍ତୁ ଯେତେବେଳେ ଚୈତନ୍ୟ ମହାପ୍ରଭୁଙ୍କର ଏ ଆଦେଶକୁ ଶ୍ରବଣ କଲେ, ନିତ୍ୟାନନ୍ଦ ପ୍ରଭୁ ଯାଇକି ସମସ୍ତଙ୍କୁ କଣ କହିଲେ? ଭଜ ଗୌରାଙ୍ଗ ଲହ ଗୌରାଙ୍ଗ କହ ଗୌରାଙ୍ଗର ନାମରେ। ସେ କହିଲେ କି କୃଷ୍ଣ ଭଗବାନଙ୍କ ନାମ ଭଜିବା ଠିକ ଅଛି, କିନ୍ତୁ ଅପରାଧ ଅଛି, କିନ୍ତୁ ତୁମେ ଗୌରାଙ୍ଗଙ୍କର ନାମ ଭଜ। ଚୈତନ୍ୟ ମହାପ୍ରଭୁଙ୍କର ନାମ ଭଜିଲେ କୌଣସି ଅପରାଧ ହବନି। ଗୌର ନାମ ଗୌର ଧାମ, ଗୌର ରୂପ ଗୁଣ, ଅପରାଧ ନାହିଁ ମାନି ତାରିତେ ନିପୁଣ। ତ ଏଇ ଅତ୍ୟନ୍ତ ନିପୁଣ ଯେତେବେଳେ ଚୈତନ୍ୟ ମହାପ୍ରଭୁଙ୍କର ନାମ, ଚୈତନ୍ୟ ମହାପ୍ରଭୁଙ୍କର ଧାମ, ଚୈତନ୍ୟ ମହାପ୍ରଭୁଙ୍କର ସୁନ୍ଦର ଶ୍ରୀ ନା ଶ୍ରୀ ରୂପ ଗୁଣ ଲୀଳା, ଏସବୁ ଜିନିଷ କୌଣସି ଅପରାଧରେ ତାହାକୁ ଆହତ କରନ୍ତିନି। ତ ୟା ଦ୍ଵାରା କଣ ହବ? ଜଣେ ଅପରାଧରୁ ମୁକ୍ତ ହେଇ ନିପୁଣ କୃଷ୍ଣ ଭକ୍ତିରେ ପ୍ରବେଶ କରିପାରିବ। ଏଥିପାଇଁ କୁହାଯାଏ ଯେ ଜନ ଗୌରାଙ୍ଗ ଭଜେ ସେ ବଡ ଚତୁର। ନିତ୍ୟାନନ୍ଦ ପ୍ରଭୁ କହୁଛନ୍ତି କି ଯିଏ ବି ସାରା ସଂସାରରେ ଗୌରାଙ୍ଗ ଚୈତନ୍ୟ ମହାପ୍ରଭୁଙ୍କର ନାମ ଭଜନ କରିବ, ତ ମୁଁ ତାକୁ ମୋ ପଛପଟେ ଲୁଚେଇ ଦେବି। କାହିଁକି? ତାର କୌଣସି ଦୋଷ ଆପଣ ଦେଖିବେନି, ଚୈତନ୍ୟ ମହାପ୍ରଭୁ କହୁଛନ୍ତି। ଆଉ ମୁଁ ତାଙ୍କୁ ଯେହେତୁ ସୁରକ୍ଷିତ ରକ୍ଷା ଦଉଛି, ନା ଆପଣ ତାଙ୍କୁ କୃଷ୍ଣ ପ୍ରେମ ପ୍ରଦାନ କରିବେ। ତ ଭାବନ୍ତୁ, ଆମକୁ କେହି ଯଦି ଅଫେଣ୍ଡ କରନ୍ତି, ଆମେ ତାହା ପ୍ରତି କେତେ ଭଲ ପାଇବା ଆସିବ। ଚୈତନ୍ୟ ନିତ୍ୟାନନ୍ଦ ପ୍ରଭୁଙ୍କୁ ଆଜି ଜଗାଇ ମଧାଇ ବହୁତ ଅପମାନିତ କରୁଛନ୍ତି। ଯେତେବେଳେ ସେ ତାଙ୍କୁ କହୁଛନ୍ତି କି ତୁମେ ଦୁଇ ଭାଇ ହରେ କୃଷ୍ଣ ମହାମନ୍ତ୍ର ଜପ କର, ଗୌରାଙ୍ଗ ମହାପ୍ରଭୁଙ୍କ ନାମ ଭଜନ କର, କୃଷ୍ଣ କୃଷ୍ଣ ବୋଲି କୁହ, ସେମାନେ କିନ୍ତୁ ତାଙ୍କୁ ଅପମାନ ଦଉଛନ୍ତି, ବହୁତ ଗାଳି କରୁଛନ୍ତି, ନିନ୍ଦା କରୁଛନ୍ତି। ଭାବନ୍ତୁ, ଯୋଉ ଭଗବାନ ଅନନ୍ତ ଶେଷ ରୂପରେ ଯାହାଙ୍କର ମୁଖରୁ ଅଗ୍ନିର ମାନେ ସ୍ଫୁଲିଙ୍ଗ ହୁଏ ସାରା ସଂସାରକୁ ନଷ୍ଟ କରିପାରିବ, କଣ ଚୈତନ୍ୟ ନିତ୍ୟାନନ୍ଦ ପ୍ରଭୁଙ୍କର ମାନେ ସାମାନ୍ୟ କ୍ରୋଧରେ ଜଗାଇ ମଧାଇ ନଷ୍ଟ ହେଇପାରିବେନି? ହେଇପାରିବେ। କିନ୍ତୁ ବିଶେଷ ଅବତାରରେ ଆସିଛନ୍ତି, ତାଙ୍କର ଉଦ୍ଦେଶ୍ୟ କଣ? କେହି ବି ଯଦି ଚୈତନ୍ୟ ନିତ୍ୟାନନ୍ଦ ପ୍ରଭୁ ଯେତେବେଳେ ଅଛନ୍ତି, କେହି ବି ଯଦି ହରେ କୃଷ୍ଣ ମହାମନ୍ତ୍ର ଜପ କରନ୍ତି, ଚୈତନ୍ୟ ଗୌରାଙ୍ଗଙ୍କର ନାମ ନୁହନ୍ତି, ତ ସେ କଣ କରନ୍ତି? ତାଙ୍କୁ ଆଲିଙ୍ଗନ କରନ୍ତି। ଯେମିତି ଆଲିଙ୍ଗନ କଲେ 440 କେବି ଭୋଲ୍ଟର କୃଷ୍ଣ ପ୍ରେମ ଏକା ବେଳେ ତାଙ୍କ ହୃଦୟକୁ ଟ୍ରାନ୍ସଫର ହୁଏ।
ଭାବନ୍ତୁ ଚୈତନ୍ୟ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କର ଅପାର କରୁଣା ଏଟା। ତେଣୁ ସେଥିପାଇଁ ଜଗାଇ ମଧାଇ ତଳେ ବହୁତ ଦୁଷ୍ଟ ଥିଲେ। କାହାର ଘରେ ନିଆଁ ଲଗେଇ ଦଉଥିଲେ, କାହାକୁ ଗାଳି ଦଉଥିଲେ, କାହାକୁ ରାସ୍ତାରେ ଚାଲିବା ପାଇଁ ଦଉନଥିଲେ, କାହାକୁ ପାଣିରେ ବୁଡେଇ ମାରି ଦଉଥିଲେ, କେତେ ବ୍ୟଭିଚାର କରୁଥିଲେ ସ୍ତ୍ରୀ ଲୋକଙ୍କ ପ୍ରତି, ମଦ୍ୟପାନ କରୁଥିଲେ, କାହାର ଚୁଟି ଟାଣି ଦଉଥିଲେ, ଏଇଭଳି ଅସଭ୍ୟ ଅବସ୍ଥାରେ ସବୁବେଳେ ରହୁଥିଲେ। କିନ୍ତୁ ହରିଦାସ କହୁଥିଲେ ନାଇଁ ନାଇଁ ମୁଁ ଯିବିନି, ତୁମେ ଯଦି ହରେକୃଷ୍ଣ ମହାମନ୍ତ୍ର ଜପ କରିବ, ହରିନାମ ନବ ତାହେଲେ ଠିକ ଅଛି, କିନ୍ତୁ ନିତ୍ୟାନନ୍ଦ ପ୍ରଭୁ କହିଲେ ନାଇଁ ନାଇଁ ଆମେ ସମସ୍ତେ ଯିବା। କାହିଁକି ଯିବା? କାହିଁକି ନା ଏମାନଙ୍କୁ କୃଷ୍ଣଙ୍କର ଆବଶ୍ୟକତା ଅଛି। ଯୋଉମାନେ ବ୍ରାହ୍ମଣ କୂଳରେ ଅଛନ୍ତି, ଯୋଉମାନେ ବିଷ୍ଣୁ ସହସ୍ର ନାମ ପାଠ କରୁଛନ୍ତି, ତ ସେମାନେ ତ ଭଗବାନଙ୍କ ଧାମକୁ ଆଜି ନହେଲେ କାଲି ଯିବେ। କିନ୍ତୁ ଏଇ ଜଗାଇ ମଧାଇ ଯୋଉମାନେ ଅଛନ୍ତି, ତ ଏମାନଙ୍କର କଣ? ଏମାନେ ତର ନର୍କର ଦ୍ୱାରର ସମ୍ମୁଖରେ ଛିଡା ହେଇଛନ୍ତି। ତ କୌଣସି ମୁହୂର୍ତ୍ତରେ ଏମାନେ ନର୍କଗାମୀ ହେଇଯିବେ। ତାଙ୍କୁ ଉଦ୍ଧାର କରିବା ଗୋଟେ ଇମର୍ଜେନ୍ସି ବିଜନେସ ଭାବିଲେ। ଭାବନ୍ତୁ କେତେ ଉଦାର ଚୈତନ୍ୟ ମହାପ୍ରଭୁଙ୍କର ଏଇ ନିତ୍ୟାନନ୍ଦ ପ୍ରଭୁ ବିସ୍ତାର ହେଇକି ଆସିଛନ୍ତି। ତ ମଧାଇ କଣ କରିଛନ୍ତି, ଆଜି ତାଙ୍କୁ ଗୋଟେ ଛୋଟ ଇଟା ଟେକା 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 ପଥରଟାକୁ କଣ କରିଛନ୍ତି, ଫିଙ୍ଗିଛନ୍ତି, ଯାହା ନିତ୍ୟାନନ୍ଦ ପ୍ରଭୁଙ୍କର ମସ୍ତକରେ କପାଳରେ ଲାଗିଛି। ତ ସେଇ ସମୟରେ ନିତ୍ୟାନନ୍ଦ ପ୍ରଭୁ ଭାବୁଛନ୍ତି କି ଯଦି ମୁଁ ଏଇ ଜଗାଇ ମଧାଇଙ୍କୁ ଉଦ୍ଧାର ନ କରିବି, କେମିତି ଉଦ୍ଧାର କରିବି? ତ ମୋର ତ ଶରୀର ଅତି ଚିନ୍ମୟ ଶରୀର, ମୋ ଶରୀରରୁ ତ କିଛି ରକ୍ତ ବି ବାହାରିବନି। କିନ୍ତୁ ଚୈତନ୍ୟ ମହାପ୍ରଭୁଙ୍କର ଏମାନଙ୍କର ଆବଶ୍ୟକତା ଅଛି। ଚୈତନ୍ୟ ମହାପ୍ରଭୁଙ୍କୁ ଏମାନେ ଆବଶ୍ୟକ କରନ୍ତି। କାହିଁକି ନା ଏମାନଙ୍କର ଉଦ୍ଧାର ସେତେବେଳେ ହେବ ଯେତେବେଳେ ଚୈତନ୍ୟ ମହାପ୍ରଭୁ ଆସିବେ। ଚୈତନ୍ୟ ମହାପ୍ରଭୁ କେତେବେଳେ ଆସିବେ? ନା ଯେତେବେଳେ ସେ ଶୁଣିବେ କି ନିତ୍ୟାନନ୍ଦ ପ୍ରଭୁଙ୍କୁ କିଛି ଅସୁବିଧା ଅଛି। କଣ ଅସୁବିଧା ଅଛି? ନା ଜଗାଇ ମଧାଇ ତାଙ୍କୁ ପଥର ପକେଇକି ତାଙ୍କର ମୁଣ୍ଡ ଫଟେଇ ଦେଇଛନ୍ତି, ରକ୍ତ ଧାର ଧାର ବହୁଛି। ତେଣୁ ଭଗବାନଙ୍କର ଚିନ୍ମୟ ଶରୀରରୁ ଆଜି କଣ ରକ୍ତ ଆସିଛି। ତ ଭାବନ୍ତୁ ଭଗବାନଙ୍କ ଶରୀର ଚିନ୍ମୟ, କିନ୍ତୁ ଆଜି ରକ୍ତ କାହିଁକି ବାହାରୁଛି ଏଠି? କାହିଁକି ନା ଜଗାଇ ମଧାଇଙ୍କୁ ଉଦ୍ଧାର କରିବା ପାଇଁ, ତାଙ୍କର ଅଦାର୍ଯ୍ୟ ଲୀଳାକୁ ପ୍ରଦର୍ଶନ କରିବା ପାଇଁ। କିନ୍ତୁ ଆଉ ଗୋଟେ ସୁନ୍ଦର ମନୋଭାବ ଅଛି। ନିତ୍ୟାନନ୍ଦ ପ୍ରଭୁ କଣ ଭାବୁଛନ୍ତି? ନିତ୍ୟାନନ୍ଦ ପ୍ରଭୁଙ୍କର କଣ ସ୍ଥିତି ଅଛି? ଯେମିତି ଆମେ ଗୋଟେ ଫଳ, ମ୍ୟାଙ୍ଗୋ ମାନେ ଆମ୍ବକୁ ଆମେ ଯେତେବେଳେ ଚିପୁଡି ଦବା, ତାର ରସ ଆମକୁ ପ୍ରାପ୍ତ ହବ। ସେମିତି ଚୈତନ୍ୟ ମହାପ୍ରଭୁଙ୍କର ଏଇ ଯୋଉ ଲୀଳାରେ ଯେତେ ସବୁ ପାରିକର ରହିଲେ, ତାଙ୍କ ଭିତରେ ଶ୍ରେଷ୍ଠ ଶିରୋମଣି ନିତ୍ୟାନନ୍ଦ ପ୍ରଭୁ, ତାଙ୍କୁ ଯଦି ଆମେ ଗୋଟେ ଫଳ ରୂପରେ ଭାବିବା, ତାଙ୍କର ସାର ଜିନିଷ କେମିତି ତାକୁ ଯେତେବେଳେ ଆମେ ନିଚୋଡି ଦଉଛନ୍ତି, ସେତେବେଳେ କଣ ଆମକୁ ପ୍ରାପ୍ତ ହଉଛି? କରୁଣା ରୂପକ ରସ ପ୍ରାପ୍ତ ହଉଛି। ତ ସେଇ କରୁଣାରେ ସେ ପ୍ରାପ୍ତ ଯେତେବେଳେ କରୁଣାର ଆବେଶରେ ସେ କହୁଛନ୍ତି ମୁଁ ଆଜି ଜଗାଇ ମଧାଇଙ୍କର ଉଦ୍ଧାର କରିବି। ତ ଭାବନ୍ତୁ ଜୀବନରେ ଆମକୁ ଯଦି କେହି ଗାଳି ଦିଅନ୍ତି, କେତେବେଳେ ବି ଆମର ଭୁଲ ଥିଲା ସତ୍ତ୍ୱେ ଆମେ ରିଭର୍ଟ କରିକି କହିଦଉଛେ କି ନାଇଁ ଏଇଟା ତମେ ଭୁଲ କଲ, ଏଇଟା କଲ, ସେଇଟା କଲ। ଆମର ବାସ୍ତବ ଚରିତ୍ର ସେତେବେଳେ ଉନ୍ମୋଚିତ ହେଇଯାଉଛି ଯେତେବେଳେ କେହି କିଛି କହୁନାହାନ୍ତି, ଆମେ ହରିକୃଷ୍ଣ ଜପ କରୁଛେ। କିନ୍ତୁ ଯେତେବେଳେ କେହି କିଛି କହି ଦଉଛନ୍ତି, ସେତେବେଳେ ଆମ ଭିତରେ ଯୋଉ କାମ, କ୍ରୋଧ, ଲୋଭ, ମୋହ, ମଦ, ଆଶ୍ଚର୍ଯ୍ୟ ଯୋଉ ଷଡ଼ ରୂପି ଅଛି, ତାର ରସ ସେ ଆମକୁ ଦେଇ ଦଉଛି। ନାଇଁ ଦେଖ, ତମକୁ ସେ ଏମିତି କହିଲା କି ତମର ଏଇଟା ଅଧିକାର ଅଛି, ତମେ ଏଠି ଅଛି। କିନ୍ତୁ ନିତ୍ୟାନନ୍ଦ ପ୍ରଭୁ ଆଜି କଣ, ଯେତେବେଳେ ଆହତ ହଉଛନ୍ତି, ତାଙ୍କ ଭିତରେ ବାସ୍ତବ ଚରିତ୍ର ବି ଉନ୍ମୋଚିତ ହଉଛି। କଣ କି କମ୍ପାସନ, ମୋଷ୍ଟ କମ୍ପାସନ ଫର ଦ ଫଲନ କଣ୍ଡିସନ ଅଫ ଦ ସୋଲ। ଜୀବନର ସଂଘର୍ଷରେ ଆମର ବାସ୍ତବ ଚରିତ୍ର ଉନ୍ମୋଚିତ ହୁଏ। ଆଉ ଏଠି ନିତ୍ୟାନନ୍ଦ ପ୍ରଭୁ କଣ କରୁଛନ୍ତି? ଜଗାଇ ମାତାକୁ ଭୌତିକ ସଂଘର୍ଷରୁ ଉଦ୍ଧାର କରିବା ପାଇଁ ତାଙ୍କର ବାସ୍ତବ ଚରିତ୍ରକୁ ପ୍ରତିପାଦନ କରୁଛନ୍ତି, ଯାହା ସବୁଠାରୁ ଅଦାର୍ଯ୍ୟର ଅବତାର। ସେଥିପାଇଁ କୁହାଯାଏ ସନ୍ତର ହୃଦୟ ନବନୀତ ସମାନ, ସନ୍ତର ହୃଦୟ ନବନୀତ ସମାନ, ଲହୁଣୀ ଭଳିଆ। ଆଉ ଚୈତନ୍ୟ ନିତ୍ୟାନନ୍ଦ ପ୍ରଭୁଙ୍କର କୃପା ମନୋଭାବ ତାଙ୍କ ହୃଦୟରେ ପ୍ରକାଶିତ ହେଇଛନ୍ତି। ଆଉ ସେତେବେଳେ ଅଶ୍ରୁର ରକ୍ତର ଧାରା ପ୍ରବାହିତ ହେଇଛନ୍ତି। ଆଉ ନିତ୍ୟାନନ୍ଦ ପ୍ରଭୁଙ୍କର ଏ ଅବସ୍ଥା ଦେଖିକି ଦୌଡ଼ି ଦୌଡ଼ି ଆସିଛନ୍ତି କିଏ? ଚୈତନ୍ୟ ମହାପ୍ରଭୁ। ତ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଆସିଛନ୍ତି, ସେତେବେଳେ ତୁରନ୍ତ ସୁଦର୍ଶନଙ୍କୁ ଆହ୍ୱାନ କରିଛନ୍ତି। ତ ସେଇ ସମୟରେ ସୁଦର୍ଶନଙ୍କର ଭୟରେ ଆଜି କଣ କରିଛନ୍ତି କି ଯିଏ ଜଗାଇଥିଲେ ସେ କଣ କରିଛନ୍ତି କି ନିତ୍ୟାନନ୍ଦ ପ୍ରଭୁଙ୍କର ଚରଣ ଧରି ଦେଇଛନ୍ତି, କି ଆଉ କିଛି ଉପାୟ ନାହିଁ। ସେଇ ସମୟରେ ନିତ୍ୟାନନ୍ଦ ପ୍ରଭୁ ଚୈତନ୍ୟ ମହାପ୍ରଭୁ ପ୍ରାର୍ଥନା କରୁଛନ୍ତି। କଣ ପ୍ରାର୍ଥନା କରୁଛନ୍ତି? କି ହେ ଭଗବାନ, ଆପଣ ରାମ ଅବତାରରେ ଆସିଲେ, କୃଷ୍ଣ ଅବତାରରେ ଆସିଲେ, ନରସିଂହ ଅବତାରରେ ଆସିଲେ, ବରାହ ଅବତାରରେ, ଅନନ୍ତ ଅବତାରରେ ଆସନ୍ତି। ଜୀବମାନଙ୍କ ଭିତରେ ଯୋଉ ଆସୁରିକ ଅସୁର ମାନେ ଅଛନ୍ତି, ତାଙ୍କୁ ହତ୍ୟା କରୁଛନ୍ତି, ତାଙ୍କୁ ମାରିକି ମୋକ୍ଷ ପ୍ରାପ୍ତି କରାଉଛନ୍ତି। କିନ୍ତୁ ଏଇ ଜନ୍ମରେ ଆପଣ କୌଣସି ପ୍ରକାର ଲୋକଙ୍କୁ ମାରି ପାରିବେନି। ତ ଆପଣ ମାରିବା ପାଇଁ କୌଣସି ଅସ୍ତ୍ର ଧାରଣ କରୁନାହାନ୍ତି। କିନ୍ତୁ ଜଣେ ବ୍ୟକ୍ତି ଭିତରେ, ଗୋଟେ ଜୀବ ଭିତରେ ଯୋଉ ଅନର୍ଥ ଅଛି, ତା ହୃଦୟରେ ଆସୁରିକ ଭାବ ଅଛି, ତାକୁ ନଷ୍ଟ କରିବା ପାଇଁ ଆପଣ ଆବିର୍ଭାବ ହେଇଛନ୍ତି। ଆଉ ଆପଣଙ୍କର କେବଳ ଗୋଟିଏ ହିଁ ଅସ୍ତ୍ର ଅଛି, ହରେ କୃଷ୍ଣ ମହାମନ୍ତ୍ର।
ତେଣୁ ଆପଣ କେବେ ବି ହତ୍ୟା କରିପାରିବେନି। ତେଣୁ ଆପଣଙ୍କୁ ମୁଁ କୃପା କରୁଛି, ଆପଣଙ୍କର ପାଦ ପଦ୍ମରେ ମୁଁ ପଡିକି କହୁଛି କି ଆପଣ ଏଇ ଜଗାଇ ମଧାଇକୁ ଉଦ୍ଧାର କରନ୍ତୁ। ଆଉ ଆପଣଙ୍କର ଉଦ୍ଧାର କଲେ ହିଁ ସାରା ସଂସାରରେ ହରିନାମର ପାବନ ହରିନାମର ଯଶ କୀର୍ତ୍ତି ପୂର୍ଣ୍ଣ ରୂପେ ପ୍ରତିଫଳିତ ହେଇପାରିବ। କୁହାଯାଏ କି ଜଗାଇ ମାଦାଇଟାଙ୍କୁ ଆମେ ବି ଅତ୍ୟନ୍ତ ଅଧମ ଅଛେ। କାହିଁକି ନା ସେମାନେ ତ ବୈଷ୍ଣବ ସଂଘ କରିନଥିଲେ, ବୈଷ୍ଣବ ଅପରାଧ କରିନଥିଲେ। ଆମେ ପ୍ରତ୍ୟେକ କ୍ଷଣ ବୈଷ୍ଣବ ଅପରାଧ କରୁଛେ, ପ୍ରତ୍ୟେକ ସମୟ ଆମେ ନିୟମ ଭାଙ୍ଗି ଦେଇକି ନାମ ଅପରାଧ କରୁଛେ, ତ ବିଭିନ୍ନ ପ୍ରକାର ଅପରାଧରେ ଜର୍ଜରିତ ହୋଇଛେ। କିନ୍ତୁ ଚୈତନ୍ୟ ମହାପ୍ରଭୁଙ୍କର ଅପାର କରୁଣାର ଭାଜନ ଆମେ କେମିତି ହବା? ଚୈତନ୍ୟ ମହାପ୍ରଭୁ ଜଗାଇ ମାଦାଇଙ୍କୁ ଉଦ୍ଧାର କରିଦେଲେ, କିନ୍ତୁ ଆମକୁ କେମିତି କେତେବେଳେ ଉଦ୍ଧାର କରିବେ? ତେଣୁ ନିତ୍ୟାନନ୍ଦ ପ୍ରଭୁଙ୍କର କୃପା ହବା ଦ୍ୱାରା। ତେଣୁ ଏହି ସମୟରେ ନିତ୍ୟାନନ୍ଦ ପ୍ରଭୁଙ୍କୁ ଚୈତନ୍ୟ ମହାପ୍ରଭୁ କହୁଛନ୍ତି କି ତୁମେ ମୋର ଅତ୍ୟନ୍ତ ପ୍ରିୟ। କାହିଁକି? କାହିଁକିନା ତୁମ ବିନା ମୋର ଅଲଗା କିଛି ଚେତନା ହିଁ ଆଉ କିଛି ନାହିଁ। ତୁମେ ହିଁ ମୋର ବାସ୍ତବ ଚେତନାକୁ ସବୁ ଜାଗାରେ ପ୍ରତିଫଳନ କରଉଛ। ରାମଚନ୍ଦ୍ର ଯେତେବେଳେ ଆସିଥିଲେ, ତ ରାମଚନ୍ଦ୍ର ଲକ୍ଷ୍ମଣ ଯେତେବେଳେ ଧରାଶାୟୀ ହେଇଯାଇଛନ୍ତି, ଆଉ ହନୁମାନ ଯାଇଛନ୍ତି ସଞ୍ଜୀବନୀ ବୁଟି ଆଣିବା ପାଇଁ, ସେତେବେଳେ ରାମଚନ୍ଦ୍ର ବହୁତ କ୍ରନ୍ଦନ କରୁଛନ୍ତି। କହୁଛନ୍ତି କି ମୋର ମାଙ୍କ ପାଇଁ ମୁଁ ବନବାସ ଆସିଲି, ମୋର ପିତା ସ୍ୱର୍ଗବାସ ହେଇଗଲେ, ଆଉ ମୋ ସହିତ ମୋର ସ୍ତ୍ରୀ ଥିଲେ, ସେ ବି ଅପହରିତ ହେଇଗଲେ, କେହି ସଂସାରରେ ମୋ ସାଙ୍ଗରେ ରହୁନାହାନ୍ତି। ଆଉ ତୁମେ ଯଦି ଆଜି ମତେ ଛାଡିକି ପଳେଇବ, ତାହେଲେ ମୋର ଆଉ ଜୀବନର କିଛି ଆଶା ରହିବନି। ସେଥିପାଇଁ ନିତ୍ୟାନନ୍ଦ ପ୍ରଭୁ ଆମର ଏଇ ସଂଘର୍ଷରେ ଜର୍ଜରିତ ଆଧ୍ୟାତ୍ମିକ ଜୀବନ ପାଇଁ କେବଳ ଅନ୍ତିମ ଆଶା, ଆଉ କେହି ନୁହନ୍ତି। ଚୈତନ୍ୟ ମହାପ୍ରଭୁ ଚୈତନ୍ୟ ଚୈତାମୃତରେ ବର୍ଣ୍ଣନା କରାଯାଇଛି। କେତେଟା ଜିନିଷ ମୁଁ ରିଡ୍ କରୁଛି ସମସ୍ତଙ୍କ ପାଇଁ, ଶୁଣିବ। ଯାହାର ପ୍ରସାଦେ ପାମର ପାଇଲ ନିସ୍ତାର, ହେନ ପ୍ରଭୁ ନାମ ହାର ହଉ ପଗଲାର। ତ ଯାହାଙ୍କର ଅସୀମ ଅନୁକମ୍ପା ଦ୍ୱାରା ଆମକୁ ଏ ଭୌତିକ ଭବବନ୍ଧନ, ଭୌତିକ ପ୍ରପଞ୍ଚରୁ ମୁକ୍ତ ହବାର ଗୋଟେ ସୁଯୋଗ ମିଳିଛି, ତେଣୁ ଆମେ ତାଙ୍କର ନାମକୁ ହିଁ ହୃଦୟର ଗଳାରେ ଆମେ କଣ ଧାରଣ କରିବା ଦରକାର? ହେ ନିତାଇ, ହେ ନିତାଇ, ହେ ନିତାଇ ସବୁ ସମୟରେ ଆମକୁ ଉଚ୍ଚାରଣ କରିବାର ଅଛି। ନିତ୍ୟାନନ୍ଦ ହୀନ ଭକ୍ତ ଶୁଣିଲେ ଶ୍ରବଣେ, ଅବଶ୍ୟ ପାଇବେ କୃଷ୍ଣ ଚନ୍ଦ୍ର ସେଇ ଜଣେ। ସେ ବ୍ୟକ୍ତି ଭଗବାନ ଚୈତନ୍ୟ ଚନ୍ଦ୍ର କୃଷ୍ଣଚନ୍ଦ୍ରଙ୍କୁ ପ୍ରାପ୍ତ ହେବେ, ଯିଏ ନିତ୍ୟାନନ୍ଦ ପ୍ରଭୁଙ୍କୁ ପ୍ରାପ୍ତ ହେବେ, ନାମକୁ ଧାରଣ କରିବେ। କହିବ କାହିଁକି ଆମେ ଚୈତନ୍ୟ ମହାପ୍ରଭୁଙ୍କୁ ଜାଣିବା କଣ ଦରକାର? ଆମେ ତ କହୁଛେ କୃଷ୍ଣ ହିଁ ପରମ ପୁରୁଷ ଭଗବାନ ବୋଲି। ନିଶ୍ଚୟ କୃଷ୍ଣଙ୍କୁ ଯଦି ଜାଣିବା ପାଇଁ ଚାହିଁବ, ରାଧାରାଣୀଙ୍କ ପ୍ରେମକୁ ଯଦି କିଏ ଜାଣିବା ପାଇଁ ଚାହିଁବ, ଚୈତନ୍ୟ ମହାପ୍ରଭୁଙ୍କୁ ଜାଣିବା ପାଇଁ ଚାହିଁବ। ଚୈତନ୍ୟ ମହାପ୍ରଭୁଙ୍କୁ ଜାଣିବା ପାଇଁ କଣ କରିବାକୁ ପଡିବ? ନିତ୍ୟାନନ୍ଦ ପ୍ରଭୁଙ୍କୁ ଜାଣିବାକୁ ପଡିବ। ନିତ୍ୟାନନ୍ଦ ପ୍ରଭୁଙ୍କର ବିନା କୃପା ଚୈତନ୍ୟ ମହାପ୍ରଭୁ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରି କୁହନ୍ତି, ଯିଏ ଚୈତନ୍ୟ ମହାପ୍ରଭୁଙ୍କୁ ଅବମାନନା କରନ୍ତି, ଚୈତନ୍ୟ ମହାପ୍ରଭୁଙ୍କ ବିଷୟରେ ଜାଣନ୍ତିନି, ସରି ନିତ୍ୟାନନ୍ଦ ପ୍ରଭୁଙ୍କ ବିଷୟରେ ଜାଣନ୍ତିନି, ତ ସେ ମତେ କେବେ ବି ଜାଣିପାରିବେନି, ମୋର କୃପା କେବେ ପ୍ରାପ୍ତ ହେବେନି। ପ୍ରଥମ ଥର ପାଇଁ ଚୈତନ୍ୟ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କୁ ଭେଟ କରୁଛନ୍ତି। କେମିତି ନିତ୍ୟାନନ୍ଦ ପ୍ରଭୁ ଦେଖାଯିବେ? ତ ଶ୍ରୀବାସ ଠାକୁରକୁ କହୁଛନ୍ତି କି କେହି ଦେଖିନାହାନ୍ତି ନିତ୍ୟାନନ୍ଦ ପ୍ରଭୁଙ୍କୁ। ଯେତେବେଳେ ପ୍ରଥମ ଥର ପାଇଁ ମିଳନ ହବ, ସେତେବେଳେ କହୁଛନ୍ତି କି ନିତ୍ୟାନନ୍ଦ ପ୍ରଭୁ କେମିତି ଦେଖାଯାଆନ୍ତି? ଆମେ ତ କେବେ ଦେଖିନେ, ଜାଣିବା କେମିତି, ପରିଚୟ କେମିତି ହବ? ତ ସୁନ୍ଦର ଗୋଟେ ଭାଗବତମର ସୁନ୍ଦର ଶ୍ଲୋକ ଉଚ୍ଚାରଣ କରୁଛନ୍ତି। ବର୍ହା ପୀଡମ ନଟବର ବପୁ କର୍ଣ୍ଣୟ କର୍ଣ୍ଣିକାରಂ, ବିଭ୍ରାନ୍ ବାସ କନକ କପିଶଂ ବୈଜୟନ୍ତିଂ ଚ ମାଲାମ୍। ତ ଏଇ ସୁନ୍ଦର ଶ୍ଲୋକ ଯେତେବେଳେ ଉଚ୍ଚାରଣ କରୁଛନ୍ତି, ସେତେବେଳେ ନିତ୍ୟାନନ୍ଦ ପ୍ରଭୁଙ୍କର ବାସ୍ତବ ଯେତେବେଳେ ଭେଟ ହଉଛି, ଯେତେବେଳେ ଦେଖୁଛନ୍ତି ସତରେ କି ଭଗବାନଙ୍କର ଏଇ ଯୋଉ ଆବେଶରେ ପଳେଇ ଆସିଲେଣି, ଯେ ଶ୍ରବଣ କରିକି ଏହି ନିତ୍ୟାନନ୍ଦ ପ୍ରଭୁ ତାଙ୍କର ଅନିର୍ବାଚନୀୟ ମୁଖକୁ ଦର୍ଶନ କରୁଛନ୍ତି, ଦିବ୍ୟ ସୁନ୍ଦର ମୁଖ କମଳକୁ ଦର୍ଶନ କରୁଛନ୍ତି। ଚୈତନ୍ୟ ମହାପ୍ରଭୁ କଣ କରୁଛନ୍ତି? ଅତି ଅନିର୍ବାଚନୀୟ ଦେଖି ମୁଖ ଚନ୍ଦ୍ର, ଘନ ଘନ ଡାକେ ନିତ୍ୟାନନ୍ଦ ନିତ୍ୟାନନ୍ଦ। କି ଭଗବାନ ନିତ୍ୟାନନ୍ଦଙ୍କର ଯେତେବେଳେ ଅନିର୍ବାଚନୀୟ, ମାନେ କେହି ବର୍ଣ୍ଣନା ବି କରିପାରିବେନି, ଏତେ ଅତ୍ୟଧିକ ସୁନ୍ଦର ମୁଖ କମଳକୁ, ଦିବ୍ୟ ମୁଖ କମଳକୁ ଯେତେବେଳେ ଚୈତନ୍ୟ ମହାପ୍ରଭୁ ଦର୍ଶନ କରୁଛନ୍ତି, ଘନ ଘନ ଏମିତି ମେଘର ଗର୍ଜନ ସ୍ୱରରେ ଯୋଉ ଆବେଶରେ ଆସିକି ଚୈତନ୍ୟ ମହାପ୍ରଭୁ ଡାକୁଛନ୍ତି ନିତ୍ୟାନନ୍ଦ ନିତ୍ୟାନନ୍ଦ, ସୁନ୍ଦର ଭାବରେ ସେ ଡାକୁଛନ୍ତି। ତ ଭାବନ୍ତୁ, ଆହୁରି ସୁନ୍ଦର ଭାବରେ କୁହାଯାଇଛି ନିତ୍ୟାନନ୍ଦ ପ୍ରଭୁ ବାସ୍ତବରେ କିଏ? ତ କୁହନ୍ତି, ନାମେ ନିତ୍ୟାନନ୍ଦ ତୁମି ରୂପେ ନିତ୍ୟାନନ୍ଦ, ଏଇ ତୁମେ ନିତ୍ୟାନନ୍ଦ ରାମ ମୂର୍ତ୍ତିମନ୍ତ। ନାମେ ନିତ୍ୟାନନ୍ଦ, ତୁମେ ନାମରେ ବି ନିତ୍ୟାନନ୍ଦ, ତୁମି ରୂପେ ନିତ୍ୟାନନ୍ଦ, ରୂପରେ ବି ତୁମେ ମାନେ ଫୁଲ ଘନ ଆନନ୍ଦର ମାନେ ପରାକାଷ୍ଠା ହେଲେ ନିତ୍ୟାନନ୍ଦ ପ୍ରଭୁ। ତ ନାମେ ନିତ୍ୟାନନ୍ଦ, ନାମ ବି ନିତ୍ୟାନନ୍ଦ, ରୂପେ ନିତ୍ୟାନନ୍ଦ, ତୁମେ ନିତ୍ୟାନନ୍ଦ, ତୁମେ ହିଁ ନିତ୍ୟାନନ୍ଦ ରାମ ମୂର୍ତ୍ତିମନ୍ତ। ରାମ ମାନେ ବଳରାମ, ତୁମେ ହିଁ ବଳରାମ। ତେଣୁ ସେଥିପାଇଁ ସାକ୍ଷାତ ବଳରାମଙ୍କର ଆବିର୍ଭାବ ହେଇଛନ୍ତି। ତ ଏଇ ସମୟରେ ତାଙ୍କର ସୁନ୍ଦର ଭାବରେ ତାଙ୍କର ମିଳନ ହେଇଛି। ପ୍ରଭୁପାଦ ଏଇ ଜଗାଇ ମଧାଇଙ୍କର ଯୋଉ ଲୀଳା ଅଛି, ତ ପ୍ରଭୁପାଦ ବୁକ୍ ଅଛି ସେକେଣ୍ଡ ଚାନ୍ସ, ତ ତାର ସେଇ ଲୀଳାରେ ପ୍ରଭୁପାଦ ଗୋଟେ ପାରାଗ୍ରାଫରେ କହୁଛନ୍ତି କି
गोटे कंडीशन रखिकी आज नित्यानंद प्रभु आओ चैतन्य महाप्रभु कौन करछंती जगाई मधाई को उद्धार करछंती कौन कंडीशन ना तुम सब समय रे नित्यानंद प्रभुंकर कौन करिवो आश्रय रहइबो केबे वैष्णव अपराध करिवोनी वैष्णव मानकर सेवा करिवो केबे नियम भांगिवोनी वैष्णव मानकर सेवा करिवो तो या परवर्ती जीवन रे नित्यानंद प्रभुंकर आश्रय रे रहिकी ए जगाई मधाई कौन करछंती समस्त वैष्णवर सेवा करछंती वृंदा मायापुर रे ସେମାନେ ଗୋଟେ ଘାଟ ବନେଇଛନ୍ତି ଯୋଉଥିରେ ବୈଷ୍ଣବ ମାନେ ଆସିକି ସ୍ନାନ କରିବେ ସେଇ ଜାଗାରେ ଯଦି କେହି ବରିଷ୍ଠ ବୈଷ୍ଣବ ଆସିଲେ ତାଙ୍କର ପାଦ ଧୋଇତ ସେମାନେ ବ୍ୟକ୍ତିଗତ ରୂପରେ କରନ୍ତି ଏ ଜାଗାରେ ଯଦି ବରିଷ୍ଠ ବୈଷ୍ଣବ ଆସିଲେ ଘରକୁ ତାଙ୍କୁ ଜଳ ନବା ପାଇଁ ନିଜେ ବୋହି ବୋହି ନେଇକି ତାଙ୍କ ଘରେ ରଖିଦେଇକି ଆସନ୍ତି ଆଉ ସମସ୍ତଙ୍କୁ ବସ୍ତ୍ର ପ୍ରଦାନ କରନ୍ତି ଆଉ ଶାସ୍ତ୍ର କହେ ସେଇ ଲୀଳାରେ ହିଁ ସେଇ ସମୟରେ ହିଁ ଚୈତନ୍ୟାନନ୍ଦ ପ୍ରଭୁ ଆଉ ଚୈତନ୍ୟ ମହାପ୍ରଭୁଙ୍କ କୃପାରୁ କଣ ହେଇଛି କି ଜଗାଇ ମଧାଇ ଏଇ ଜନ୍ମରେ କୃଷ୍ଣ ପ୍ରେମକୁ ପ୍ରାପ୍ତ ହୋଇଛନ୍ତି ତେଣୁ ପ୍ରଭୁପାଦ ବହୁତ ସତର୍କ କରି କହିଛନ୍ତି କି ଯଦି କେହି ବି ନିତ୍ୟାନନ୍ଦ ପ୍ରଭୁଙ୍କ କୃପା ପ୍ରାପ୍ତ କରିବା ପାଇଁ ଚାହାନ୍ତି ତାହେଲେ ପ୍ରତିଶ୍ରୁତି ନେବା ପରେ ଦୀକ୍ଷା ଗ୍ରହଣ କରିବା ପରେ କଣ କରିବାର ଅଛି ଅର୍ଥାତ ଚୈତନ୍ୟ ମହାପ୍ରଭୁଙ୍କ ପାଖରେ ଶରଣାଗତ ହେବା ପରେ ପୁନଃ କୌଣସି ପ୍ରକାର ନିୟମକୁ ଭାଙ୍ଗିବାର ନାହିଁ ଯଦି କିଏ ନ ଭାଙ୍ଗିବ ତାହେଲେ ସେଇ ଜନ୍ମରେ କୃଷ୍ଣ ପ୍ରେମକୁ ପ୍ରାପ୍ତ ହେଇପାରିବ ଏଠି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛନ୍ତି ବୈଷ୍ଣବ ସଂଘରେ ଲୋଚନ ବୋଲେ ମୋର ନିତାଇ ଏ ବାନା ଭାଜିଲା ସୁନିଆ ଜାନିଆ ସୋନିଆ ସେଇ ଆତ୍ମଘାତୀ ହାଇଲା ତ କୁହନ୍ତି କିଏ ବାସ୍ତବରେ ଆତ୍ମହତ୍ୟା କରୁଛି କି ଚୈତନ୍ୟ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ଆମ ଭଳି ଜଗାଇ ମଦାଇ ଆମ ହୃଦୟରେ ଅଛନ୍ତି ତାଙ୍କୁ ନଷ୍ଟ କରିବା ପାଇଁ କଳିଯୁଗର ପାବନ ଅବତାରରେ ଆସିଛନ୍ତି କିନ୍ତୁ ସେ ନିତ୍ୟାନନ୍ଦ ପ୍ରଭୁ ନିତ୍ୟାନନ୍ଦ ରାମ ଆଜି କଣ ଏଇ କୃଷ୍ଣ ପ୍ରେମକୁ ବିତରଣ କରୁଛନ୍ତି ଆଉ ତାକୁ ଯଦି ଗ୍ରହଣ କରିବା ପାଇଁ ଯୋଉଟା ବାସ୍ତବ ପ୍ରେମ ଆମେ ଦୁନିଆରେ କେତେ ଲୋକଙ୍କଠୁ ଭଲ ପାଇବା ଆଶା କରୁଛେ କିଏ ମତେ ଟିକେ ପଚାରୁ କିଏ ମତେ ଟିକେ ପସନ୍ଦ କରୁ କିଏ ମତେ ଟିକେ ସମ୍ମାନ କରୁ କେତେ ଭଲ ପାଇବା ଆଶା କରୁଛନ୍ତି କିନ୍ତୁ ଏ ଭଲ ପାଇବା ଅତ୍ୟନ୍ତ କ୍ଷଣିକ ବାସ୍ତବ କୃଷ୍ଣ ପ୍ରେମକୁ ନିତ୍ୟାନନ୍ଦ ପ୍ରଭୁ ପ୍ରଦାନ କରୁଛନ୍ତି ଯୋଉ ମୂର୍ଖ ବ୍ୟକ୍ତି ନିର୍ବୋଧ ବ୍ୟକ୍ତି ସିଏ ଯିଏ ନିଜ ଆତ୍ମାକୁ ହତ୍ୟା କରେ ଅର୍ଥାତ ଆତ୍ମାର ଯୋଉ ଯଶ ଅଛି କୃଷ୍ଣଙ୍କ ସେବାରେ ନିଜକୁ ନିଯୁକ୍ତି କରିବା ତ ସେଇ ସେବାକୁ ସେ ଗ୍ରହଣ କରେନି ସେଇ ପ୍ରେମକୁ ସେ ଗ୍ରହଣ କରେନି ତ ବାସ୍ତବରେ ସିଏ କଣ କଂସାଇ ମାନେ କଣ ଆତ୍ମହତ୍ୟା କରେ ସେ କଂସାରୀ ଅର୍ଥାତ ନିଜକୁ ହତ୍ୟା କରୁଛି ତ ବୃନ୍ଦାବନ ଦାସ ଠାକୁର କହୁଛନ୍ତି କି ତାଇ ବୋଲିବା ଦୁବି ତ ସୁନ୍ଦର ଭାବରେ କହୁଛନ୍ତି ନିତାଇ ବୋଲିଆ ଦୁବହୁ ତୁଲିଆ ଚୋଲିବା ବ୍ରଜେର ପୁର ଦାସ ନିବେଦନେ ଦାସ ବୃନ୍ଦାବନ ଏ ନିବେଦନ ନିତାଇ ନା ଛାଡିଆ ମୋରେ ଅର୍ଥାତ ଗୋଟେ ପେଟିସନ ସେ କଣ ଦାୟର କରୁଛନ୍ତି କଣ କି ହେ ପ୍ରଭୁ ଆପଣ ମତେ ଛାଡନ୍ତୁନି ମତେ କୃପା କରିକି ଆପଣଙ୍କ ପାଖରେ ରଖନ୍ତୁ କାହିଁକି ନା ଆପଣ ଯଦି ଛାଡିବେ ମୋର ଆଉ କି ଗତି ହବ ଭାବନ୍ତୁ ଚୈତନ୍ୟ ମହାପ୍ରଭୁ ଆଜି ସିନା ଅଛନ୍ତି ଭକ୍ତ ରୂପରେ ଭଗବାନ ଯଦି ଆମକୁ ତ୍ୟାଗ କରିଦେଲେ ତାହେଲେ ଆମେ କାହାର ଆଶ୍ରୟ ନବୁ ଚେତନ ମହାପ୍ରଭୁଙ୍କର ଆଶ୍ରୟ ନବୁ କାହିଁକି ନା ଭଗବାନଙ୍କର ଭକ୍ତର ଅବତାରରେ ଚେତନ ମହାପ୍ରଭୁ ଆସିଛନ୍ତି କହନ୍ତିନି ରାମ ସେ ଅଧିକ ରାମ କରେ ଦାସ ତ ରାମଚନ୍ଦ୍ରଙ୍କଠୁ ଅଧିକ ରାମଚନ୍ଦ୍ରଙ୍କ ଦାସ ଅଧିକ ମହାନ ଉଦ୍ଧାର କରିବାରେ ତେଣୁ ସେଥିପାଇଁ ହରିକା ନାମ ମାନେ ହରିକ ସେ ବଡା ହରିକା ନାମ ଭଳିଆ ତ ସେଥିପାଇଁ ଭଗବାନ ଚୈତନ୍ୟ ମହାପ୍ରଭୁ ଭକ୍ତର ଅବତାରରେ ଆସିଛନ୍ତି ତ ସିଏ ଆମକୁ କୃପା କରିବେ ବାଇଚାନ୍ସ ଯଦି ଆମେ ମିସ୍ କରିଗଲେ ଚେତନ ମହାପ୍ରଭୁ ଆମକୁ ଛାଡି ଦଉଛନ୍ତି ତାହେଲେ ଆଉ କିଏ ସେଭ୍ କରିବେ ନିତ୍ୟାନନ୍ଦ ପ୍ରଭୁ ତେଣୁ ଏହାର କୌଣସି ସଂଶୟ ନାହିଁ ତେଣୁ ଆମେ ଯେତେବେଳେ ଭଗବତ ଧାମ ଯିବା ପାଇଁ ଆଜି ହରିନାମ ନଉଛେ ତ ଆମେ ପ୍ରତିଶ୍ରୁତିବଦ୍ଧ ହଉଛେ କି ଆମକୁ ଏଇ ଜନ୍ମରେ କୃଷ୍ଣ ପ୍ରେମ ପାଇବାର ଅଛି ମାଧ୍ୟମ କେବଳ ଗୋଟିଏ ଦ୍ଵିତୀୟ ମାଧ୍ୟମ ନାହିଁ କେବଳ ହରିନାମକୁ ଆମେ କେମିତି ଗ୍ରହଣ କରିବା ନିତ୍ୟାନନ୍ଦ ପ୍ରଭୁଙ୍କର ଆଶ୍ରୟ ରହିବା ତେଣୁ ନିତ୍ୟାନନ୍ଦ ପ୍ରଭୁ ଆଶାର ଅନ୍ତିମ ସ୍ୱର କିଏ ନିତ୍ୟାନନ୍ଦ ପ୍ରଭୁ ତେଣୁ ସେଥିପାଇଁ ଅନନ୍ତ ଜନ୍ମରେ ଆମେ କଣ କରୁଛେ ପ୍ରଭୁପାଦ ଲେଖନ୍ତି ପ୍ରଭୁପାଦ ଭାବାର୍ଥରେ ଭଗବତ ଗୀତାରେ ଲେଖନ୍ତି କି ଅନନ୍ତ ଜନ୍ମ ଆମେ ମାୟାକୁ ଦେଇଛେ ମାୟା ଆମକୁ ରୁଲେଇବା ଅର୍ଥାତ କ୍ରନ୍ଦନ କରିବାରେ କେବେ ବି ତାର ମନ ଦୁଃଖ ହୁଏନି କାହିଁ ଜୀବକୁ କ୍ରନ୍ଦନ କରେଇବି କିନ୍ତୁ ସବୁବେଳେ ଆମକୁ କନ୍ଦାଏ କିନ୍ତୁ ଗୋଟିଏ ଜନ୍ମ କୃଷ୍ଣଙ୍କୁ ଦିଅନ୍ତୁ ନିଶ୍ଚୟ ଆମକୁ ସୀମିତ ହାସ୍ୟ ପ୍ରଦାନ କରିବେ ତ ଏଇ ଯୋଉ ଲୀଳା ଶ୍ରବଣ କରିକି ବୃନ୍ଦାବନ ଦାସ ଠାକୁର ଏ ଚୈତନ୍ୟ ଭାଗବତକୁ ରଚନା କରିଛନ୍ତି ସେ କହୁଛନ୍ତି ଏଥିରେ ଆଶ୍ଚର୍ଯ୍ୟ କିଛି ନାହିଁ କି ନିତ୍ୟାନନ୍ଦ ପ୍ରଭୁ ଜଗାଇ ମଦାଇକୁ ଉଦ୍ଧାର କଲେ କାହିଁକି ନା ସେ କହୁଛନ୍ତି ଗୋଟେ ସୁନ୍ଦର ଲୀଳା ବର୍ଣ୍ଣନା କରୁଛନ୍ତି କି ଥରେ ନିତ୍ୟାନନ୍ଦ ପ୍ରଭୁ ତାଙ୍କର ମାତାଜୀ ସେ କଣ କରିଛନ୍ତି ଶାଳଗ୍ରାମ ଶିଳାଙ୍କୁ କିଛି ଭୋଗ ନିବେଦନ କରିବା ପାଇଁ ଯାଉଛନ୍ତି ଗୋଟେ ଛୋଟ ମଟକାରେ ତ ସେଇ ସମୟରେ ଗୋଟେ କାଉ ଆସିକି କଣ କରିଛି ସେ ମଟକାକୁ ଧରିକି ନେଇକି ପଳେଇଛି ଛୋଟ ମଟକା ଥିଲା ସେଇ ସମୟରେ ନିତ୍ୟାନନ୍ଦ ପ୍ରଭୁ ଆସିଛନ୍ତି ତୁରନ୍ତ କାଉକୁ ଚାହିଁକି ରହିଛନ୍ତି ଆଉ କହିଛନ୍ତି ମଟକା ଟା ଆଣିକି ଦେଇଦେ ତ କାଉ କଣ କରିଛନ୍ତି ରିଟର୍ଣ କରିଦେଇଛନ୍ତି ମଟକା ଆଣିକି
तो वृंदावन दास ठाकुर कहते अनादि अविद्या ध्वंस हय जार नामे की महत्व तारवती आने कागस्ताने। तो जहाँकर नाम रे जो नित्यानंद प्रभुंकर नाम रे अनादि अविद्या अनंत जन्मर अविद्या नष्ट हो जाए तो काऊ यही जो मटकाटा आनिबा एटा की बड़ कथा। आमे अनंत जन्म है अविद्यारे जन्म होचे मृत्यु होचे मृत्यु होला परे पुणी गोटे जोनि शरीर मिलुची पुणी आउ थे मृत्यु होची। तो बारंबार अविद्यार प्रचार प्रसार आमे कर चलचे किंतु से अविद्या ध्वंस हो जाए समूली ध्वंस हो जाए तो आम नित्यानंद प्रभुंकर नाम को उच्चारण करती तेणु कौन से आश्चर्य ना कारण भगवान नित्यानंद नाम सबुठारु अत्यंत पावनमय। हाँ चैतन्य महाप्रभु मध्य कहती कि मोर देह हईते नित्यानंद देह बड़ मो देह अपेक्षा मोर कृपा अपेक्षा नित्यानंद प्रभुंकर कृपा अधिक बड़ तेणु तुम्हें समस्ते ये नित्यानंद प्रभुंक चरण में आश्रित हुआ। वर्णना कर नित्यानंद स्वरूप तीर्थ पर्यटन जे इह सुने तार मिले प्रेम धन। नित्यानंद प्रभु ये तीर्थ कर सब जगह बुली बुली भगवान गौरांग महाप्रभु नाम को प्रचार करी कहीं भी व्यक्ति अत्यंत भाग्यवान होता है तो ये लीला को श्रवण करती तो अनंत जोनिर जो जोनि पर्यटन अर्थात आम गोटे जन्म पर आउ गए जन्म बारंबार बारंबार बुली बुली आसुचे सेटा को क्रॉस माने स्टॉप हम आमको कौन मिल कृष्ण प्रेम धन नवद्वीपे नित्यानंद चंद्र आगमन इहा जे सुने तार मिले प्रेम धन। और चैतन्य महाप्रभुंकर जो हमर नित्यानंद प्रभु तले मायापुर को आगमन कर नवद्वीप को आगमन कर से लीला जी श्रवण कर निश्चय कृष्ण प्रेम धन मिले। तेणु नित्यानंद जानिले आपद नहीं कहीं नित्यानंद को यदि आम जाना तो कौन सी प्रकार भक्ति रे कौन सी प्रकार बाधा आसीबो ये संभावना ही नहीं। गोटे नियम कौन गोटे नियम आम श्रवण कले गोटे को नियम आधार रे चैतन्य महाप्रभु आदि जगाई मदाई को नित्यानंद प्रभु आश्रय छाड़ी के आसले कौन कपट रहित कपटता न रहा दरकार अंतर रे आम भितर धन लोभ परस्त्री गमन लोभ भोग ऐश्वर्य इच्छा ये सब जिन बहुत सुंदर भाव में अच्छी किंतु बाहर आम कहे मुझे भक्ति करी मुझे जप करी तेणु मैच हुए नित्यानंद प्रभु आम प्रार्थना करवा दरकार हे प्रभु आपण ही मोर जीवन प्राण धन मु अनंत जन्म है पापरे रत अच्छी मत आप कृपा करंतु ताकि मुई जो जीवर प्रपंच स्थान भौतिक जगत उद्धार पाए। नित्यानंद प्रभु पतित पावन कपट पावन नुहे अर्थात आम यदि निष्ठापर भाव में ऑनेस्टी अर्थात सचोटता पूर्वक भगवान को ग्रहण करवा समस्त नीति नियम को पालन करिकी सेतेबेले ही आम नित्यानंद प्रभुंकर कृपा पाइबा और जो मुहूर्त रे आम नित्यानंद प्रभुंकर कृपा पाइबा से मुहूर्त तार मिले गौरचंद्र भगवान जे सुने नित्यानंद प्रभुर आख्यान तो नित्यानंद प्रभुंकर कृपा प्राप्त होगा मात्रे आमको गौरचंद्र भगवान श्रीमन चैतन्य महाप्रभुंकर कृपा प्राप्त होगा। भज निताय 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 भजो भाई सुंदर भाव कहती नित्यानंद प्रभु बिना आश्रय किसी ना कहीं वैष्णव ठाकुर कहती कि दया कर मोरे निताय दया कर मोरे अगतिर गति नाई साधु लोक बोले साधु संत मैंने कौन कहती कि हे नित्यानंद प्रभु आपण दया करंतु आ व्यतीत तो कौन सी उपाय नहीं तो से कौन उपायटा कौन कि अगतिर गति नहीं नित्यानंद प्रभु केवल आम मानकर गति कहीं आम जो कर्म करुचे जितेबाला भी आम भौतिक संसार भितर अच्छे जो कर्म करुचे से कर्मर कौन सी गति ना अर्थात से आमको केवल गोटे दुर्गति आड़ को लेकिन जीव किंतु अगतिर गति से भाया दुर्गति प्राप्त होता कि दुर्गति बेस्ट कैंडिडेट थी जीव गोटे गति कौन नित्यानंद प्रभु नित्यानंद प्रभुंर आश्रय रहिले चरणाश्रित हेले आम समस्त भौतिक भाव प्रपंच को मुक्त हो पार कंडीशन गोटे आम हृदय प्रपंच न रहा दरकार सचोट भक्ति कले आम भगवत प्राप्ति हो पार तो या व्यतीत कौन उपाय ना डाकिले जय नित्यानंद नित्यानंद राम जय जय नित्यानंद राम बोले यदि न हम ताले कौन हम यदि किए नित्यानंद राम कर नाम नबनी ताले कौन हम निताई ना बोलिलो मुखे मझिरो संसार सुखे विद्या कूले कि करिवे तार नित्यानंद प्रभुंकर नाम नौने चेतन महाप्रभु आम जानापी नित्यानंद प्रभुंकर नाम नौने संसार सुख आम मौजूद बड़ बड़ पीएचडी करके बहुत बड़ कर्मकांड करके बहुत धन संपत्ति अर्जन करके मान लाभ पूजा प्रतिष्ठा ब्राह्मण कूड़े जन्म होगी ये कोटि कोटि जस कीर्तन हो लाभ अच्छी अंतिम समय अंत्य नारायण स्मृति होनी ताले मृत्यु समय सबकि मृत्यु हर चाह भगवान कहते मृत्यु समय मुझे सबकि नहीं पारि नहीं जी तेणु तुमको नित्यानंद प्रभुंकर आश्रय नवार अच्छी निताईर कृपा हवे राधा कृष्ण
पाइबे राधा रानी कृष्णଙ୍କର कृपा प्राप्त हब केतबेले त नित्यानंद प्रभुଙ୍କର कृपा हब तेणु हेन निताय बिने भाई राधा कृष्ण पाइते नाय दृढ़ करी धर निताय र पाय तो हेन निताय बिने भाई तो नित्यानंद प्रभुଙ୍କର कृपा बिना हमको राधा कृष्णଙ୍କର प्रेम प्राप्त हब नाही तेणु दृढ़ करिकी बहुत स्ट्रांगली आम नित्यानंद प्रभु पाद पद्म को धरबार अच्छी आम केवल हरे कृष्ण महामंत्र अटक हरे कृष्ण महामंत्र जी प्रवर्तन कर संकीर्तन प्रवर्तक किए चैतन्य महाप्रभु नित्यानंद प्रभु चैतन्य महाप्रभु ठार अधिक कृपामय किए नित्यानंद प्रभु कहीं ना पात्र अपात्र न देखी प्रदान करती अर्थात पात्र माने आमर पात्रता नहीं आमर योग्यता नहीं आमर से श्रद्धा नहीं आ गोटे पात्र पात्र कौन जो भेसल जहाँ आम धारण करवा धारण करने आमर योग्यता नहीं किसी कि आम श्रद्धा नहीं तथापि भगवान दौरान से देखुना ये व्यक्ति भक्त कि अभक्त से देखुना कौ जगार छिड़ा है शुद्ध कि अशुद्ध से देखुना कौ समय सत्यजुग त्रेतायुग कलिजुग कौ जुग किसी देखते चैतन्य महाप्रभु नित्यानंद प्रभु मध्य प्रेम को वितरण कर शिखी से उद्देश्य नहीं से भगवत यही भौतिक धाम को आम भली बद्ध निकृष्ट जीव को हरे कृष्ण महामंत्र प्रदान करने जहाँकर कौन सी योग्यता ही ना से भली लोकों पाखे आज नित्यानंद प्रभु पहुंचिकी द्वारे द्वारे से कौन कर नित्यानंद प्रभु चैतन्य महाप्रभु कहते प्रत्येक द्वार जीव प्रति द्वारे गया तुम सबु द्वार को जीव सबु जगह गोटे भिक्षा कर कौन कि भज गौरांग लह गौरांग कह गौरांग नाम रे केवल चैतन्य महाप्रभु नाम को भजन करने केवल आकुल पाद पाद धरिकी अंतर तृणा धरिकी से पाद धरिकी तुम ये प्रार्थना कर जो मायापुरवासी मैंने था बहुत निजक हीन मन करती कहते अरे नित्यानंद प्रभु आप करतुनि कहीं ना आपन जब ये सब जिन करेंगे आमको बहुत निकृष्ट अनुभव होचे किंतु से कल गोटे भिक्षा मागिक आसती हरे कृष्ण नाम नहीं जा थरे गौरांग महाप्रभु नाम नहीं जा स्टिल यदि आम से भाया सुविधा सुजोग को पुनः प्राप्त हवानी माने आम सुजोग को पाइबानी ताले कौन लाभ हबनी आमर कि से संबंध नहीं जार व्यर्थ जन्म गेल तार यदि से संबंध आम नित्यानंद प्रभु सहित स्थापन करें आम जीवन व्यर्थ से पशु बड़ दुराचार से पशु कौन अत्यंत दुराचार कहीं आम जो भगवान पाखक आसुचे भगवान का नाम करने मध्यम विभिन्न प्रकार अपराध शिकार होचे नाम अपराध धाम अपराध सेवा अपराध वैष्णव अपराध काउंटलेस आम गणी भी पारिबानी प्रत्येक मुहूर्त आम जी नाम करूने ताठू अधिक अपराध कमे पकाउछे से कहती जी आमको ये अपराध मुक्त करें सी चैतन्य महाप्रभु नुहति से नित्यानंद प्रभु कहीं कहीं कह जाए नित्यानंद प्रसाद से निंदा जाय क्षय नित्यानंद प्रसाद से विष्णु भक्ति हय तो नित्यानंद प्रभु आम यदि एपर्यंत किसी भूल करें आम यदि एपर्यंत किसी अपराध करें तो आम रिकनसिलिएशन गोटे ही आशा अच्छी कौन नित्यानंद प्रभुंर पाद पद्म आकुल निवेदन करवा फ्रॉम दिस मोमेंट यही मुहूर्त आज केबे भी भूल करें आपण मते सहाय हूँ आप साहाय्य करंतु मु आपन हरिनाम को शुद्ध भाव में नापी चाहे मोर अलग कौन इतर इच्छा भी ना न बोलते नित्यानंद बोलते हय कृष्ण प्रेम उदय रुलाय सकल अंग अश्रु गाय भय अश्रु गंगा भय तो नित्यानंद प्रभु पाखे जी आकुल निवेदन कर से व्यक्तिर अश्रु गंगा प्रवाहित हम भगवान को प्राप्त करने सी वास्तव हृदय कृष्ण प्रेम उदय हम तो वृंदावन दास ठाकुर दु तीन एग्जांपल भी दिखती कहती नवद्वीपे पुरुषोत्तम पंडित महाशय नित्यानंद नामे जार महा उन्मादय तो नवद्वीप धाम रे पुरुषोत्तम पंडित करके जने व्यक्ति थिले भगवान का शुद्ध भक्त थिले जे कौन करती ना नित्यानंद प्रभुंर नाम गान एते सी एते रत रुहंती तंकर भीतर दिव्य उन्माद हुए आउरी भी उदाहरण दौरान कि बलराम दास कृष्ण प्रेम रसस्वादी जो बलराम दास मायापुर धाम रे कृष्ण प्रेम कर रस आस्वादन करने चाहती से कौन केमिति प्राप्त हुआ नित्यानंद नामे हय परम उन्मादे तो नित्यानंद प्रभुंर नाम ही एकमात्र आश्रय करके अत्यंत आनंद से रोचंती भक्ति विनोद ठाकुर कहती कोटि कोटि वर्ष करी श्रीकृष्ण भजन तथापि नामे रति ना हुए दुर्जन तेणु कोटि कोटि जन्म आम यदि भगवान कृष्णकर भजन करवा ताहले आमे आम भीतर कृष्ण प्रेम रति आसवनी कहीं ना कृष्ण नाम अपराध को देखे किंतु आम भली पापिष्ट अपराधी
तो सी केवे भी कृष्ण नाम को अप्रोच करि परिबनी काहेकि ना आमे इंद्रिय तृप्ति एते रत हे हमर इंद्रिय नष्ट हो गलाडी अतः श्री कृष्ण नामारी न भवेत ग्राह्यम इंद्रिय तो भगवान कृष्णଙ୍କର नाम को आमे ग्रहण करि पारुने ना आमे कहार आश्रय नवा दरकार तथापि नामे तो रति न पाए दुर्जन आम बड़ा दुर्जन व्यक्ति ए नाम रे रति पाइबानी काहेकि ना नाम अपराध अछि तेणु सेति नित्यानंद प्रभु पाखरे आकुल प्रार्थना करियार अछि कि मते नाम प्रति रुचि प्रदान करंतु निताई चैतन्य करी जेई जीव डाके सुविमला कृष्ण प्रेम अन्वेषीय थाके तो कौन लाभ हम ताले आमे जो आशा करिछे कि मु मनुष्य जन्म पाइछि मु बुझिलेनी शास्त्र बुझिलेनी कि हरिनाम करिकि भगवत धाम जीवार अछि कृष्ण प्रेम को प्राप्त करियार अछि से कृष्ण प्रेम आज निजे खोजी खोजी आसीबो से दुर्जन व्यक्ति किए जो दुर्जन व्यक्ति आज नित्यानंद प्रभुଙ୍କର नाम को उच्चारण करछि भावନ୍ତୁ नित्यानंद प्रभु चैतन्य महाप्रभुଙ୍କର नाम एते महान एते करुणामय जेमिति आमे शुणुचे कि विभिन्न रस अछि भगवत प्राप्ति करिया समय आम विभिन्न रसर आस्वादन करती सख्य वात्सल्य माधुर्य ता भितर माधुर्य रस श्रेष्ठ सेमिति माधुर्य रस भक्त मान श्रेष्ठ आम भली पतित जीव मान कौन दरकार अछि भगवान औदार्य रस भगवान केते उदारता प्रकाश करमको उद्धार करने तार मूर्तिमान प्रतीक किए ना नित्यानंद प्रभु तेणु जो मूर्तिमान कृष्ण प्रेम आज खोजी खोजी आसवे क्या आमको कहीं आम ही पतित पावन केवल गोटे योग्यता कौन सचोटता आउ कि ना ऑनेस्टी द बेस्ट पॉलिसी से कह जाए आम नित्यानंद प्रभु आश्रय नवा सचोट भक्ति करवा कौन सी प्रकार इतर इच्छा मन रखानी कौन सी प्रकार भोगवृत्तिर कामना रखानी नित्यानंद प्रभु आश्रय करवा आम यही जन्म में पाइपर भगवान पाइबा तुम्हारा करुणा बिना गौर नहीं पाए नित्यानंद प्रभु को उद्देश्य कह कि आपणकर कृपा बिना आम चैतन्य महाप्रभु को पाई परिवानी निताई मोर जीवन धन निताई मोर जाति निताई बिहन मोर नाही अन्य गति निताई मोर जीवन धन नित्यानंद प्रभु किए मोर जीवन धन मोर प्राण धन है नित्यानंद प्रभु से नित्यानंद प्रभु किए मोर जाति तुम कुल कौन ना मोर कुल है निताई मोर नाम मोर आश्रय है निताई तांकर बिना आश्रय मोर कौन सी मुवमेंट मुझे गोटे पाद थापी भी पारे शुणे भागवतम रे कि पदम पदम यद विपदाम न तेषान से पदे पदे विपद रु पदे पदे रस आस्वादन करने नित्यानंद प्रभुंकर पदे पदे आमको कौन आश्रय दरकार अच्छी आम इस्कन भुवनेश्वर रे देखिए इस्कन भुवनेश्वर आमको आम जो तीन अल्टर अच्छा कृष्ण बलराम गौर नेताई आउ जगन्नाथ बलदेव सुभद्रा महाराणी तो गौर गोविंद स्वामी गुरुदेव को पचारे कि ये आपण सब जगह केमती अच्छा नित्यानंद प्रभु गौर निताई तो नित्यानंद रहिले कृष्ण बलराम बलराम भी नित्यानंद आउ आमर बलदेव भगवान जगन्नाथ बलदेव सुभद्रा मां नित्यानंद प्रभु रहिले तो चैतन्य गौर गोविंद स्वामी कहले कि निताई बिना नहीं आर गति नित्यानंद प्रभु बिना अन्य कौन गति ना नित्यानंद प्रभु तो 500 वर्ष तले थिले कौन एबे अछंती तो से कृपा को बाहन किए करछंती चैतन्य महाप्रभुंकर सेनापति भक्त किए प्रभुपाद नित्यानंद प्रभुंकर स्वरूप शक्ति हेले श्रील प्रभुपाद प्रभुपाद आमको से कृपा को वितरण करछंती प्रभुपाद विदेश रे प्रभुपाद थे शिष्य मान निर्देश देले तुम्हें कौन कर चैतन्य नित्यानंद प्रभु जो डल अच्छी कंडे अच्छी नहीं जाओ समस्त को वितरण कर गोटे धूपकाठी फ्री दब आ पचे गोटे इंस्ट्रक्शन सीट लिखाई थी इफ यू वांट टू बी हैप्पी जस्ट टेक दिस इंसेंस स्टिक एंड ऑफर इट टू दिस डॉल तुम्हें यदि खुशी हाँपाई चाहूच ताले तुम्हें कौन कर तुम्हें कौन कर ताले जो धूपकाठी नहीं कौन ए डॉल अच्छी गौर नेताई डॉल हापी डॉल कहते हापी डॉल तो तुम्हें देखाओ ताले तुम्हें खुशी रही पार देखो प्रभुपाद तारे माध्यम कई जानी गौर नेताई किए मायापुर धामवासी व्यतीत तो कहीं भी जानी ना चैतन्य महाप्रभु नित्यानंद प्रभु किए कि प्रभुपाद सारा संसार को नित्यानंद नित्यानंद प्रेम रे प्लावित करदे इस्कन मायापुर रे कई देखी इस्कन मायापुर फोटो देखी पंचतत्व भगवान फोटो गोटे सेकेंड मोटे स्क्रीन शेयर कर चैतन्य महाप्रभु नित्यानंद प्रभु फोटो विग्रह गोटे सेकेंड तो जो पंचतत्व भगवान अच्छा तो पंचतत्व भगवान ने कौन होती चैतन्य महाप्रभु जो मझे छिड़ा होती साइड रे किए छिड़ा होती नित्यानंद प्रभु और नित्यानंद प्रभु गोटे आड़ को इशारा कर फोटो देखा चाहूँगी
तो समस्त देखिथिब नित्यानंद प्रभु आउ साइड रे श्री गदाधर पंडित से माने कौन चैतन्य महाप्रभु हाथ को पटे अच्छी ऊपर को अच्छी आम हरे कृष्ण महामंत्र जप कर माने उच्चारण कला बड़े संकीर्तन समय हाथ ऊपर को कर दियंती चैतन्य महाप्रभु हाथ कोटी अच्छी ऊपर को अच्छी कि नित्यानंद प्रभु आउ अद्वैत आचार्य हाथ कोटी अच्छी चैतन्य महाप्रभुଙ୍କର पाद पद्म रे अच्छी हाँ मिलगला बस गोटे सेकंड अरे ओके हाँ समस्त देखंतु एटी चैतन्य महाप्रभुଙ୍କର हाथ तो ऊपर को अछि कि नित्यानंद प्रभुଙ୍କର बाम हाथ आ एपटे गदाधर पंडित तांकर दक्षिण हाथ कोठी अछि चैतन्य महाप्रभुଙ୍କର पाद पद्म को कोन निर्देश करछन्ती काहे कि पूरा सरल जिंस बुझिया पाई कि आम समस्त को चैतन्य महाप्रभु को पाद पद्म रे अर्पित हमार अछि किंतु चैतन्य महाप्रभु कोन कहउछन्ती कि मो पाको आसिया पूर्व रिकमेंडेशन कार्ड दरकार अछि नित्यानंद प्रभुଙ୍କର नित्यानंद प्रभुଙ୍କର रिकमेंडेशन हेले ही हमें ये पाई परिबा प्रभुपाद उद्देश्य कहा जाए कि पृथ्वी ते आछे नगर आदि ग्राम सर्वत्र प्रचार होइबे मोर नाम चैतन्य महाप्रभु भविष्यवाणी करछन्ती तो पृथ्वी सारा संसार रे जेते जाऊ नगर अच्छी सहर अच्छी सब जगह चैतन्य महाप्रभुଙ୍କର नाम भगवान कृष्णଙ୍କର नाम प्रचार हेबा तापर कहउछन्ती यदि पापी छाड़ी धर्म दूर देशे जाए यदि पापिष्ट व्यक्ति ये भगवान कर जो भगवत धाम जी मार्ग को छाड़ी के विदेश को चले जाए मोर सेनापति भक्त जाइबे तथा है मोर सेनापति भक्त अर्थात श्रील प्रभुपाद कौन करेंगे सेठी जाइए से उद्धार करेंगे से प्रभुपाद प्रणाम मंत्र आम पढ़ुचे नमो विष्णुपादाय कृष्ण पृष्ठाय भूतले श्रीमते भक्ति वेदांत स्वामी नामिने नमस्ते सारस्वते देवे गौरवाणी प्रचारिणे तो चैतन्य महाप्रभु वाणी को से प्रचार करने कौन विदेश जाइछन्ति शून्यवादी मायावादी को उद्धार करछन्ति प्रभुपाद बहुत सुंदर शिष्य थे आईन्द्र प्रभु करिके तो आईन्द्र प्रभु तो कहते वृंदावन से कहते नामनिष्ठ संत भगवान नाम रे 24 घंटा भगवान का नाम नियंती यदि कहीं आम कहे 24 घंटा नाम नहीं हम निश्चय नहीं हम प्रकृष्ट उदाहरण है नित्यानंद प्रभु सॉरी आईन्द्र प्रभु तो आईन्द्र प्रभु कौन कर जो घर अच्छी जो रूम रे से रोते सेठी कौन गौर नेताए रखी तो गौर नेताए जो कहले प्रवेश जो मो रूम रे कर मत लगे मायापुर रे अच्छी मो रूम बाहर जो अच्छी मत लगे वृंदावन अच्छी तो आईन्द्र प्रभुଙ୍କର गोटे विशेष लीला थिला आईन्द्र प्रभु जो तिरोभाव होते से रूम रे कौन गैस सिलेंडर फाटिकी तो रूम पूरा जली जाइथिला तो से समय सब शिष्य माने देखिले कि नित्यानंद आईन्द्र प्रभु कौन करछन्ती सेवा तंकर थिला राधा श्याम चंद्रଙ୍କର आरती करिया पई कहीं आसी ना तो आज 24 वर्ष है सब समय सेवारे तत्पर था कहीं आज आसी ना तो जाकि देखला बेलू सब किसी इतस्त पड़ी आउची गौर नेता पाखरे गौर नेता पछपटे आईन्द्र प्रभु कौन करछन्ती प्रणाम मुद्रा रे नित्यानंद प्रभुଙ୍କର पाद को स्पर्श करिकी प्रणाम मुद्रा रे सेठी कौन तंकर दिव्य चिन्मय शरीर सेठी रही तेणु एते अटूट श्रद्धा नित्यानंद प्रभुଙ୍କ उपरे मैंने कहती शरणागति द्वारा आम भौतिक भव प्रपंच आम मुक्त हो पारिबा शरणागतिर मूर्तिमान ये जो आईन्द्र प्रभुଙ୍କର उदाहरण आम देखा नित्यानंद प्रभुଙ୍କର पाखे शरणागत हेले ही आम चैतन्य महाप्रभु कृपा पाइबा अस्त्र भगवान धाम को आम जापर तो ये अटूट श्रद्धा आम रहा दरकार जमी भावुचे यही दुनिया रे आमको सुख प्राप्त हम केते सब जिन भावुचे भावुचे आमको सफलता दरकार आमको ऐश्वर्य दरकार आमको भोग कर संसाधन दरकार जिते आम स्ट्रंग डिजायर अच्छी जमी भागवत वर्णना कराए गोटे गध अच्छी गध को आम गाजर खाया दवा किंतु सी केमती खाया दौचे कि गोटे बाड़ी में बांधि दौचे मुख मुख आगे गध दौड़े से बाड़ीटा भी दौड़ला भाया लगुच से गाजर केवे खाई पारनी तो भौतिक सुखटा एते आमको आम भगवान कहते दुखालय अशाश्वतम एटी अनित्यम असुखम एटी किछि नाही स्टिल हमर एते श्रद्धा स्ट्रांग कन्विक्शन अछि आमे एटा करदेले मने सुख मिलिबो ए जोनी रो आउट जोनी को पळेले मने हमको सुख मिलिबो कि ए दिन सही गेले सुख मिलिबो तो एते अतुट श्रद्धा तळे हमर ई भौतिक सुख को प्राप्त करिया पे अछि सेति कि अतुट श्रद्धा हमको कृष्णकर नित्यानंद प्रभुଙ୍କର पाद पद्म रहिया दरकार से अद्भुत शिरोमणि नित्यानंद प्रभुଙ୍କର चरण कमल रे आमे निश्चय प्रार्थना करिया दरकार
से आम मान उद्धार करेंगे आम मान अपराध मुक्त करेंगे द्वारा आम ये जन्म भगवान नाम शुद्ध नाम को आस्वादन करिपरिबा। तो जहाँ जहाँ आम अपराध अच्छी तो काली चैतन्य नित्यानंद प्रभुंकर आविर्भाव तिथि तो अत्यंत दयामय नित्यानंद प्रभु आहरी दयावान हेबे ना आम समस्ते नित्यानंद प्रभुंकर प्रत्यार्थे दृढ़ प्रतिश्रुति नवा केवल वर्षक भितर केवल गोटे दिन आसे प्राय समस्त इस्कन ने प्राय बहुत गुड़ा मंदिर से दिन उद्घाटन हुए बहुत गुड़ा मंदिर कौन से कहती तर शुभ दि जाए आउ भक्त मैंने भी गोटे दिन अपेक्षा करता सारा वर्ष गोटे दिन को अपेक्षा करता कि नित्यानंद त्रयोदशी आसव कि पुनः प्रतिश्रुतिबद्ध हेबी कि आहरी सुंदर भक्त करी आ बहुत सुंदर भक्ति करी भगवान का नाम ने भी अपराध करी आसंत आम समस्ते ये पतित पावन नित्यानंद प्रभुंकर चरण कमल क्षमा प्रार्थना करवा एवं कृपा आशीर्वाद भिक्षा करवा कि आमको चैतन्य महाप्रभु पाद पद्म को जीवाई सचोटता प्रदान करंतु भक्ति रे हमको सुरक्षा प्रदान करंतु अपराध रहित करांतु ताकि हमें कृष्ण प्रेम को यही जन्म रे प्रभुपाद अनुगत प्राप्त करे परिवा। हरे कृष्ण। श्रील नित्यानंद प्रभु की जय। अवधूत शिरोमणि नित्यानंद प्रभु की जय। पतित पावन नित्यानंद राम की जय। तय गौर प्रेमानंद हरि हरि बोल। हरे कृष्ण। समस्त पुनः धन्यवाद जो मैंने श्रवण करते तो कहीं किसी यदि कहवाई चाहिए विराम दवा। समस्त को बुझा पड़ा ना नाई मुझे समय कहली कल नित्यानंद प्रभु अभिषेक अच्छी बोध दिन समय समस्त को विशेष निवेदन समस्ते रिविजिट करार अच्छी कोटि कि आम जहाँ जहाँ भक्तिर भक्ति करुचे एकादशी एकादशी आम देखते मुझे कौन भक्ति करी नित्यानंद प्रभुंकर कृपा प्राप्ति करने आमको निश्चय भाव में आम भक्ति जीवन को पुनः अवलोकन करार अच्छी पुनः प्रतिश्रुतिबद्ध हबार अच्छी काली आहरी भल भक्ति करी ठकबी निजक ठकबी के एटलिस्ट आम निश्चय नित्यानंद प्रभु कृपा पाई किसी कमेंट्स रिमार्क्स क्वेश्चन क्वेश्चन तो नुह लीला ही कहली किसी अच्छी शेयर करें किसी बुझी बुझी होतिला ना नहीं सत्यवत प्रभु। Again, Hare Krishna. हरे ଗୋଟେ कृष्ण। question ଅଛି कुह ଯେ ଯୋଉ ବାସୁଦେବ ଘୋଷକୁ ଯୋଉ ହେଇଥିଲା କୃଷ୍ଣ ରୋଗ ଯୋଉ ହେଇଥିଲା ସେଥିରେ ଯୋଉ ମହାପ୍ରଭୁ ତାଙ୍କୁ ଯୋଉ ଉଦ୍ଧାର କରିଥିଲେ କୃଷ୍ଣ ରୋଗ कुष्ठ रोग हाँ। ଆଜ୍ଞା ସେଥିରୁ ତାମାନେ ଆମେ ସେଥିରୁ କଣ ଶିଖିବା ମାନେ ଯେମିତି ମ୍ୟାଟରିଆଲିଷ୍ଟିକ ଲୋକମାନେ କଣ କହୁଛନ୍ତି ନା ମୋ ପାଖରେ ପଇସା ଅଛି ମାନେ ଧନ ଅଛି କିଛି ମାନେ ଷ୍ଟାଟସ ଅଛି ମୁଁ ଲୋକମାନଙ୍କର ସେବା କରିବି କିନ୍ତୁ ସେବା କରିବା ଦ୍ୱାରା କଣ ତାମାନେ ଆମେ ଗୋଟେ ମ୍ୟାଟରିଆଲିଷ୍ଟିକ ବଡିକୁ ଆମେ ସେଟା ସେଭ କରୁଛନ୍ତି କିନ୍ତୁ ଗୋଟେ ସ୍ପିରିଚୁଆଲ ସୋଲକୁ ଆମେ ସେଭ କରୁନାହାନ୍ତି ନା କିନ୍ତୁ ଗୋଟେ ମଣିଷର ପ୍ରକୃତ ତାମାନେ କଣ ଉପକାର ଯଦି କରିବ ସିଏ ଗୋଟେ ସୋଲକୁ ତାମାନେ ଯଦି ଭଗବାନଙ୍କ ଗୋଲୋକ ଯିବା ପାଇଁ ସେ ଯଦି ଗୋଟେ କଣ ପାଥ ଇଏ କରିବାରେ ସେଇଟା ହିଁ ଉତ୍କୃଷ୍ଟ ସେବା କିନ୍ତୁ ଏଠି ମହାପ୍ରଭୁ ଉଦ୍ଧାର କରିଥିଲେ ସେଠି ତାମାନେ ସେ ତ ଗୋଟେ ବଡିକୁ ସେ ଉଦ୍ଧାର କରିଥିଲେ ନା भगवान स्पर्श एमती मुझे कहली नित्यानंद प्रभु जहाँ को आलिंगन करते कृष्ण प्रेम रो अभ्युदय हो जाउतिला चैतन्य महाप्रभु ये हरिनाम करी जाऊले जो वस्तु जो परिस्थिति की जो वातावरण को स्पर्श करते से वातावरण चिन्मय हो जाता बासु घोष को कुष्ठ रोग भगवान उद्धार करने चाहिए शरीर स्पर्श करने क्षणी कुष्ठ रोग खाली मुक्त मिललानी भौतिक भाव प्रपंच मुक्ति मिलगला तेणु से शरीर भी चिन्मय होगला से चैतन्य महाप्रभु थे तेणु भगवान का स्पर्श सब किसी चिन्मयता प्राप्त हो पार ना तो भगवान केस सेमती अच्छी आम से समस्त हरिनाम प्रपात कहते कि हरिनाम अनुको प्रदान करवा सर्वश्रेष्ठ माने परोपकार बुझे ना शरीर को सुरक्षा देवा कि शरीर सुरक्षार गोटे उद्देश्य रखा कि हरिनाम आम करने अलग कौन उद्देश्य ना ठीक अच्छे आ कौन प्रश्न अच्छे यदि किसी प्रश्न ना ताहले एटलिस्ट जो माने अछंदी समस्ते गोटे विशेष अनुरोध समस्ते काली किसी यदि प्रतिश्रुति नहीं पारिबो
ଭଗବାନଙ୍କ ପାଖରେ ଆଟଲିଷ୍ଟ ଆମେ କିଛି ନିଜର ଭକ୍ତିର ଅଙ୍ଗ ପାଳନ କରିବା ପାଇଁ କିଛି ଆମର ବୃଦ୍ଧି ହଉ, ଏମିତି ମାଳା ଅଧିକ କରିବା, ଅପରାଧରୁ ମୁକ୍ତ ହବା, କି ଗୋଟେ ବିଶେଷ ଅପରାଧରେ ମୁଁ ପଡିଯାଇଛି ସେଥିରୁ ମୁକ୍ତ ହବା, ଚାରିଟି ନିୟମ ପାଳନ କରିବାରେ ଦୃଢତା ଆଣିବା, କି ଲେଜିନେସ୍ ମାନେ ମେଣ୍ଟେନ ନ କରିବା, କିମ୍ବା ଭକ୍ତିରେ ସିନସିୟର ହବା, ତ ୟା ପାଇଁ ଆମେ ପ୍ରତିଶ୍ରୁତି କରିବା ଦରକାର। ପ୍ରତିଶ୍ରୁତି ନିଶ୍ଚୟ କରିବା। ତ ସବୁମାନେ ବି ଉପସ୍ଥିତ ଅଛନ୍ତି, ସେମାନଙ୍କୁ ମୋର ଅନୁରୋଧ ସମସ୍ତେ ନିଜ ଲେଭେଲରେ ଆମେ ଗ୍ରୋ କରିବା ପାଇଁ ଭକ୍ତିରେ କିଛିଟା ପ୍ରତିଶ୍ରୁତି ନବା, ନିତ୍ୟାନନ୍ଦ ପ୍ରଭୁଙ୍କର କୃପା ପ୍ରାପ୍ତ କରିବା ପାଇଁ। ଠିକ ଅଛି, ହରେ କୃଷ୍ଣ। ସମସ୍ତେ ଗ୍ରୁପରେ ଲେଖିଲେ ଭଲ, ତାକି ଆମକୁ ଇଜି ହବ କିଛି ପାଳନ କରିବା ପାଇଁ, ଟ୍ରାକ୍ ରଖିବା ପାଇଁ। ଠିକ ଅଛି, ଆମେ ଏଇଠି ରହିବା। वाञ्छाकल्पतरुश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। अनंत कोटि वैष्णव वृंद की जय। जगत गुरु श्रील प्रभुपाद की जय। श्री श्री नित्यानंद प्रभु की जय। तय गौर प्रेमानंदे हरि हरि बोल। हरे कृष्ण।